ଆଜି ଶୁଣିବା ଉପନ୍ୟାସ ଶିଳାପଦ୍ମ। ଔପନ୍ୟାସିକା ପ୍ରତିଭା ରାୟ। ଭାଗ 12। ପ୍ରାଚୀପ୍ରଭା ସ୍ତବ୍ଧ ହୋଇ ଶୁଣୁଥିଲା ଚାର୍ଲ୍ସର କଥା। ନିଜ ପ୍ରାଣର ସ୍ପନ୍ଦନ ଟିକକ ବି ଅନୁଭୂତ ହେଉଥିଲା। ଆତ୍ମସୁଖର ଏ ଦାରୁଣ ପରିଣତି ପ୍ରାଚୀପ୍ରଭାର ତ୍ୟାଗପ୍ଲୁତ ଆତ୍ମାକୁ ବିସ୍ମୟ କରୁଣାରେ ସ୍ପନ୍ଦିତ କରୁଥିଲା। ଚାର୍ଲ୍ସ ଦୀର୍ଘଶ୍ୱାସ ଛାଡ଼ିଲା। ଛାତି ଭିତରେ ଲିଲିଆନ୍ ପାଇଁ ଅବଶିଷ୍ଟ ଥିବା କିଛିଟା ଅନୁଭବକୁ ଝାଡ଼ିଝୁଡ଼ି ସଫା କରିଦେଲା। ତାର ମନଟା ମୁକ୍ତ ହୋଇଗଲା ଲିଲିଆନ୍ ଠାରୁ, ତାର ଦାରୁଣ ବିଦ୍ୱେଷ ଭରା ସ୍ମୃତିଠାରୁ। ସେ ହାଲକା ଭାବେ କହିଲା, ଲିଲିଆନ୍ ସହ ସମ୍ପର୍କର ସଂଜ୍ଞା କୌଣସି ଦିନ ନିର୍ଦ୍ଧାରିତ ହୋଇନଥାନ୍ତା। ଲିଲିଆନ୍କୁ ବାଦ୍ ଦେଇ ବଞ୍ଚିବା କଥା ମୋ ପାଇଁ ଅଭାବିତ ନୁହେଁ। ତେବେ ବଞ୍ଚିବାର ଗୋଟିଏ ଖସଡ଼ା ପ୍ରସ୍ତୁତ କରିନିଅ। ତମକୁ ଲକ୍ଷ୍ୟଭ୍ରଷ୍ଟ କରାଇବା ପାଇଁ ଅନ୍ତତଃ ଲିଲିଆନ୍ ଆଉ ନାହିଁ। ପ୍ରାଚୀପ୍ରଭା ଦୀର୍ଘଶ୍ୱାସ ଛାଡ଼ିଲା। ଲିଲିଆନ୍ର ଚିନ୍ତା ତେବେ ବି ତାକୁ ଆଚ୍ଛନ୍ନ କରି ରଖିଥାଏ। ଚାର୍ଲ୍ସ ନରମ ସ୍ୱରରେ କହିଲା, ଭାରତୀୟ ପାରିବାରିକ ଜୀବନ ମୋତେ ପ୍ରଭାବିତ କରିଛି। ମୋର ବିଶ୍ୱାସ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚିଛି। ପ୍ରାଚୀ ଆନନ୍ଦରେ କହିଲା, ତେବେ ଶୀଘ୍ର ପରିବାରଟିଏ ଗଢ଼ିନିଅ ଚାର୍ଲ୍ସ। ତମର ସୁଖରେ ଆମେ ବି ଭାଗ ନେଇପାରିବୁ। ଚାର୍ଲ୍ସ ସିଧାସଳଖ ପ୍ରାଚୀପ୍ରଭାକୁ ଚାହିଁ କହିଲା, ଦିନେ ମୁଁ ବିବାହକୁ ଘୃଣା କରୁଥିଲି, କାରଣ ମୋର ବାପାଙ୍କର ବିବାହିତ ଜୀବନ ସୁଖମୟ ନଥିଲା। ମାତ୍ର ଲିଲିଆନ୍ର ମୃତ୍ୟୁ ଏବଂ ତମ ପରିବାରର ନିର୍ମଳ ପ୍ରେମବନ୍ଧନ ବିବାହ ପାଇଁ ମୋତେ ପ୍ରଲୋଭିତ କରିଛି। ତେବେ ବିବାହ କରିନିଅ ଚାର୍ଲ୍ସ, ଆମେ ସମସ୍ତେ ଖୁସି ହେବୁ। ଚାର୍ଲ୍ସ ଯାହା ଭାବୁଥିଲା ତାକୁ ଭାଷାରେ ସଜେଇ କହିପାରୁନଥିଲା। ୟା ପୂର୍ବରୁ ଚାର୍ଲ୍ସ କଥା କହିବାରେ କେବେ ହାରିନାହିଁ। ତା ଦେଶରେ ଅନେକ ଝିଅ, ଏପରିକି ବିବାହିତା ମହିଳାଙ୍କ ସଙ୍ଗେ ଚାର୍ଲ୍ସ ମନର ଭାବ ବିନିମୟରେ କେବେ ଅସୁବିଧା ପଡ଼େ ନାହିଁ। ପ୍ରାଚୀ ପାଖରେ ସେ କାହିଁକି ଯେ ଏମିତି ବାକ୍ଶକ୍ତିହୀନ ହେଇଯାଏ, ତା ସେ ବୁଝିପାରେ ନାହିଁ। କ'ଣ କହିବ ସ୍ଥିରକିର ନ କରିପାରି ସେ କହିଲା, ମୋ ବିବାହ ପାଇଁ ତମେ ଯେମିତି ଖୁସି, ତମର ବିବାହରେ ମୁଁ ବି ସେମିତି ଖୁସି ହେବି। କେବେ ବିବାହ କରୁଛ? ନିକଟରେ ହେଲେ ଯୋଗ ଦେବାର ସୌଭାଗ୍ୟ ମିଳନ୍ତା। ପ୍ରାଚୀପ୍ରଭାର ଚେହେରା ଫିକା ହୋଇଗଲା। ଚାର୍ଲ୍ସ କିନ୍ତୁ ଆଶା କରିଥିଲା ଠିକ୍ ଓଲଟା। ବିବାହ ପ୍ରସଙ୍ଗ ପଡ଼ିଲେ ଇଣ୍ଡିଆନ୍ ଝିଅଗୁଡ଼ାକ ଗୋଲାପୀ ହୋଇଯାନ୍ତି। ଟେବୁଲ ଉପରେ ଆଉଜା ହେଇ ଫଟୋ ଫ୍ରେମ୍ ଭିତରେ ତରୁଣୀଟି ହସୁଛି। ଫଟୋ ଅନେକ ଦିନ ତଳର ବୋଧହୁଏ। ପ୍ରାଚୀପ୍ରଭା ଫିକା ମୁହଁଠାରୁ ଆହୁରି ଫିକା ତାର ରଙ୍ଗ। ତାକୁ ହିଁ ଲକ୍ଷ୍ୟ କରି ପ୍ରାଚୀପ୍ରଭା ହଠାତ୍ କହିଲା, ଏ କିଏ ଜାଣ ଚାର୍ଲ୍ସ? କିଏ? ତମେ କୁହ। ତମର ବନ୍ଧୁ, ଯେଉଁ ବନ୍ଧୁଙ୍କୁ ସାରା ଜୀବନ ପ୍ରତୀକ୍ଷା କରାଯାଏ, ସେ କିଏ? ପୁରୁଷ ହେଉ ବା ନାରୀ ହେଉ, କେଉଁ ବନ୍ଧୁକୁ ସାରା ଜୀବନ ପ୍ରତୀକ୍ଷା କରିବାର କଥା ମୋତେ ଜଣା ନାହିଁ। ସେ ଆମ ଦେଶର କଥା। ଭାରତୀୟ ସଂସ୍କୃତିର ସେତିକି ସ୍ୱାତନ୍ତ୍ର୍ୟ। ଚାର୍ଲ୍ସ ସାରା ଜୀବନ ସ୍ୱାମୀର ପଥକୁ ଚାହିଁ ଚନ୍ଦ୍ରଭାଗା ବି ରହିଥିଲା। ମହାରାଜାଙ୍କର କରୁଣା ଟିକକ ଗ୍ରହଣ କରିବା ପାଇଁ ବି ଚନ୍ଦ୍ରଭାଗା ପ୍ରସ୍ତୁତ ନଥିଲା। ସେଥିପାଇଁ ସେ ଦେବଦାସୀର ପରିଚାରିକା ହୋଇ ଆତ୍ମଗୋପନ କରିଥିଲା। ଆଉ ମୁଁ ପାଠ, ଗବେଷଣା, ଧର୍ମାନନ୍ଦ, ଚିତ୍ରୋତ୍ପଳା ଏବଂ ତମ ଭିତରେ ଆତ୍ମଗୋପନ କରିଛି। ଯେପରି ନିଜ ଦୁଃଖର ବୋଝ ମୁଁ ଆଉ କାହା ପାଖରେ ଅଜାଡ଼ି ନଦିଏ। ପ୍ରତୀକ୍ଷାରେ ଏମିତି କଟିଗଲାଣି 15 ବର୍ଷ। ପ୍ରାଚୀ ଦୀର୍ଘଶ୍ୱାସ ଛାଡ଼ିଲା। 15 ବର୍ଷ? ଜୀବନର ପ୍ରକୃଷ୍ଟ 15 ବର୍ଷ କି କାହାର ପ୍ରତୀକ୍ଷାରେ କାଟିଦେଇ ହୁଏ? ଚାର୍ଲ୍ସ ଅବିଶ୍ୱାସ ଭରା କଣ୍ଠରେ ବିସ୍ମୟରେ ପ୍ରକାଶ କଲା। ପ୍ରାଚୀପ୍ରଭା ଦୃଢ଼ କଣ୍ଠରେ କହିଲା, ଏ ଦେଶର 1200 ଶିଳ୍ପୀବଧୂ ଜୀବନର 16 ବର୍ଷ ସ୍ୱାମୀର ପ୍ରତୀକ୍ଷାରେ କାଟିଥିଲେ। ଚନ୍ଦ୍ରଭାଗାର ସାରା ଜୀବନ ଉତ୍ସର୍ଗୀକୃତ ହେଇଥିଲା ସ୍ୱାମୀର ପ୍ରତୀକ୍ଷାରେ। ଏ ତ ଇତିହାସର କଥା। ଆହୁରି ଅନେକ ତ୍ୟାଗ ଆଉ ପ୍ରତୀକ୍ଷାର କାହାଣୀ ଏ ଦେଶର ଇତିହାସ ପୃଷ୍ଠାରେ ଲିପିବଦ୍ଧ। ଚାର୍ଲ୍ସ ଦୃଢ଼ ସ୍ୱରରେ କହିଲା, ସମୟ ବଦଳିଛି। ଇତିହାସର କଥା ଆଦର୍ଶ କାହାଣୀରେ ପରିଣତ ହେଇଛି। ମଣିଷ ନିଜର ସୁଖ, ସ୍ୱାଚ୍ଛନ୍ଦ୍ୟ, ସ୍ୱାର୍ଥ ଓ ସୁବିଧା ପାଇଁ ନୂଆ ଇତିହାସ ସୃଷ୍ଟି କରି ଆଗେଇ ଯାଇଛି। ତମେ କେତେ ଶହ ବର୍ଷ ତଳକୁ ଫେରିଯାଉଛ ପ୍ରାଚୀପ୍ରଭା। ଆଗକୁ ମୁହଁ କରି ପଛକୁ ଫେରିବାରେ ଝୁଣ୍ଟି ପଡ଼ିବାର ଆଶଙ୍କା ଖୁବ୍ ବେଶୀ। ସୁଖ, ଆନନ୍ଦ ପାଇଁ ମଣିଷ ବଞ୍ଚି ରହେ। ଦୁଃଖକୁ ଅତି ଯତ୍ନରେ ଖୋଜି ଲୋଡ଼ି ସାଉତି ରଖିବା ସୁସ୍ଥ ମନର ପରିଚୟ ନୁହେଁ। ତମେ ଯାହାର ପ୍ରତୀକ୍ଷା କର, ସେ ଏମିତି କିଏ? ସେ ମୋର ସ୍ୱାମୀ। ଜଗନ୍ନାଥଙ୍କ ସମ୍ମୁଖରେ ତାଙ୍କ ହାତରେ ମୋ ହାତକୁ ମିଳାଇ ଦିଆଯାଇଥିଲା। ତାଙ୍କ ଆଖି ସହ ମୋ ଆଖିର ପ୍ରଥମ ମିଳନ ହେଲା ବେଳକୁ ସେ ମୋର ସ୍ୱାମୀ ହୋଇସାରିଥିଲେ। ଜଗନ୍ନାଥଙ୍କର ବଡ଼ ବଡ଼ ଚକା ଆଖି ଆମ ବିବାହର ସାକ୍ଷୀ।
ତାଙ୍କ ଆଖିକୁ କେବେ କ'ଣ ଫାଙ୍କି ଦେଇ ହୁଏ? ଚାର୍ଲ୍ସ, ମୋର ଏବେ ବି ଆଶା ଅଛି ସେ ଫେରିବେ। ଜଗନ୍ନାଥଙ୍କୁ ଫାଙ୍କି ଦେବାର ସାଧ୍ୟ ତାଙ୍କର ନାହିଁ। ପ୍ରାଚୀପ୍ରଭା ଗମ୍ଭୀର ପ୍ରତ୍ୟୟରେ ଟେବୁଲ ଉପରେ ଥୁଆ ହୋଇଥିବା ଫଟୋଟିକୁ ଚାହିଁଲା। ଚାର୍ଲ୍ସର ଦୃଷ୍ଟି ମଧ୍ୟ ପ୍ରାଚୀପ୍ରଭାକୁ ଅନୁସରଣ କରି ସେ ଫଟୋ ଉପରେ ନିବଦ୍ଧ ହେଲା। ପ୍ରାଚୀପ୍ରଭା ଅସୁସ୍ଥ ହୋଇ ଶଯ୍ୟାରେ ପଡ଼ି ରହିବା ପରେ ଚାର୍ଲ୍ସ କେତେଥର ଡାକ୍ତରଙ୍କ ସହ ପ୍ରାଚୀପ୍ରଭାର କୋଠରୀକୁ ଆସିଛି। ଅଳ୍ପ ସମୟ ସେ ରହିଛି, ପ୍ରାଚୀପ୍ରଭାର ସ୍ୱାସ୍ଥ୍ୟ ଓ ଔଷଧ ସମ୍ବନ୍ଧରେ ବୁଝି ଫେରିଯାଇଛି। ପ୍ରାଚୀପ୍ରଭା ବ୍ୟତୀତ କୋଠରୀର ଅନ୍ୟ କୌଣସି ଜିନିଷ ଚାର୍ଲ୍ସର ଦୃଷ୍ଟି ଆକର୍ଷଣ କରିନାହିଁ। ଆଜି ପ୍ରଥମ ଥର ପାଇଁ ଚାର୍ଲ୍ସ ଏକାକୀ ପ୍ରାଚୀପ୍ରଭାର କୋଠରୀରେ ବସିଛି। ଦୀନବନ୍ଧୁଙ୍କଠାରୁ ସେଥିପାଇଁ ଅନୁମତି ନେଇଛି। ତେବେ ବି ସେ କୋଠରୀର ଅନ୍ୟ କୌଣସି ଜିନିଷ ପ୍ରତି ଧ୍ୟାନ ଦେଇନଥିଲା। ବର୍ତ୍ତମାନ ସେହି ଫଟୋରେ ହସୁଥିବା ତରୁଣକୁ ଲକ୍ଷ୍ୟ କରି ଚାର୍ଲ୍ସ ଭାବୁଥିଲା, ଏମିତି ଏକ ନିହାତି ସାଧାରଣ ବ୍ୟକ୍ତିତ୍ୱ ପାଇଁ ପ୍ରାଚୀପ୍ରଭାର ସାରା ଜୀବନ ପ୍ରତୀକ୍ଷା ଗୋଟାଏ ଯୁକ୍ତିହୀନ ଜିଦ୍ ବ୍ୟତୀତ ଅନ୍ୟ କ'ଣ ହୋଇପାରେ? ଯୁବକର ଚେହେରାରେ ସେମିତି କିଛି ସ୍ୱାତନ୍ତ୍ର୍ୟ ନାହିଁ। ବେଶ, ପୋଷାକ ନିତାନ୍ତ ସାଧାରଣ ରୁଚିର। ଦୃଷ୍ଟି ଏବଂ ମୁଖଭଙ୍ଗୀରେ ସଂସାର ପ୍ରତି ବିରାଗ ଓ ବିତୃଷ୍ଣା ସ୍ପଷ୍ଟ ପାରି ହେଉଛି। ସୁରୁଚି ସମ୍ପନ୍ନା ପ୍ରାଚୀପ୍ରଭା ଅସାଧାରଣ ସୁଷମା ପାଖରେ ଯୁବକଟି ଭାରି ଖାପଛଡ଼ା ମନେ ହେଉଛି। ଚାର୍ଲ୍ସ ପ୍ରଶ୍ନ କଲା, ତମର ସ୍ୱାମୀ ବର୍ତ୍ତମାନ କେଉଁଠି? ଜାଣେନା। କେବେ ଫେରିବେ? ଜଗନ୍ନାଥ ଜାଣନ୍ତି। ତାର ଅର୍ଥ ସେ ନିରୁଦ୍ଦିଷ୍ଟ। ତାହା ହିଁ ଧରିନିଅ। ଯଦି ନ ଫେରନ୍ତି? କଥାଟା ପଚାରିବ ଭାବି ପଚାରି ପାରିଲା ନାହିଁ ଚାର୍ଲ୍ସ। ଏ ପ୍ରଶ୍ନ ପ୍ରାଚୀପ୍ରଭାକୁ ଆଘାତ ଦେବ। କିନ୍ତୁ ସତକୁ ସତ ଲୋକଟା ଯଦି କେବେ ନ ଫେରେ, ଏ ପ୍ରତୀକ୍ଷାର ବିନିମୟରେ ପ୍ରାଚୀପ୍ରଭା କ'ଣ ପାଇବ? ପ୍ରାଚୀପ୍ରଭା ଭଳି ପତ୍ନୀ ପାଇ ଲୋକଟା ନିର୍ଦ୍ଦିଷ୍ଟ ହେଲା କାହିଁକି? ପ୍ରାଚୀପ୍ରଭା ଚାର୍ଲ୍ସର ମନରେ ପ୍ରତ୍ୟେକଟି ପ୍ରଶ୍ନକୁ ଶୁଣିପାରୁଥିଲା। ଚାର୍ଲ୍ସ ମନରେ ଏତିକି ପ୍ରଶ୍ନ ଉଠିବା ସ୍ୱାଭାବିକ। ସେ ସହଜ କଣ୍ଠରେ କହିଲା, ଚାର୍ଲ୍ସ, କୌଣସି ବିଷୟରେ ବି ମୋ ଦେଶ ସମ୍ପର୍କରେ ମନରେ ସନ୍ଦେହ ନେଇ ଫେରିଯାଅ ନାହିଁ। ମଉସାଙ୍କୁ ପଚାରିଲେ ସବୁ କଥା ସେ କହିବେ। ମଉସାଙ୍କର ତମଠାରେ ଯେତିକି ଶ୍ରଦ୍ଧା ସେତିକି ବିଶ୍ୱାସ। ମୋର ବିଶ୍ୱାସ ତମେ ମୋତେ ଠିକ୍ ଠିକ୍ ବୁଝିବ। ପ୍ରାଚୀପ୍ରଭା କ୍ଳାନ୍ତ ହୋଇ ଆଖି ବୁଜିଦେଲା। ଅନେକ ବର୍ଷ ପରେ ନିଜ ଜୀବନର ଗୋଟାଏ ଭାରି ଫର୍ଦ୍ଦାକୁ ସେ ଉନ୍ମୁକ୍ତ କରିଦେଇଛି ବିଦେଶୀ ବନ୍ଧୁ ଚାର୍ଲ୍ସ ସମ୍ମୁଖରେ। ଅନ୍ତତଃ ଚାର୍ଲ୍ସ ଜାଣୁ, ପ୍ରାଚୀପ୍ରଭା ତାକୁ ଘୃଣା କରେ ନାହିଁ। ଅଥଚ ପ୍ରେମ ଶବ୍ଦଟି ପ୍ରାଚୀପ୍ରଭା ପାଇଁ ନିଷିଦ୍ଧ। କାରଣ ସେ ଏକ ବିବାହିତା ନାରୀ। ସେ ହେଉଛି କୋଣାର୍କର ପ୍ରତୀକ୍ଷମାଣା ପାଷାଣ କନ୍ୟା। ଜୀବନ ସ୍ପନ୍ଦନର ଇଙ୍ଗିତ ତା ହୃଦୟର ତଟଦେଶରେ ବାରମ୍ବାର ଧକ୍କା ଖାଇ ଫେରିଯାଏ। ଦ୍ୱାରଦେଶରେ ଝଲକାଏ ମିଠା ବାସ୍ନା ଖେଳି ବୁଲୁଛି। ରଜନୀଗନ୍ଧାର ଗୁଚ୍ଛଟିଏ ହାତରେ ଧରି ଚିତ୍ରୋତ୍ପଳା ଠିଆ ହୋଇଛି। ସବୁଦିନଠାରୁ ସୁନ୍ଦର ଆଉ ସତେଜ ଦିଶୁଛି ତା ଚେହେରା। ତା ମନର ସବୁ ରଙ୍ଗର ଓଠ ତାମ୍ବୁଳ ଦେଇ ତାର ସମଗ୍ର ଚେହେରାକୁ ରଙ୍ଗୀନ କରୁଛି। ଚିତ୍ରୋତ୍ପଳାର ଫୁଲ ବିକ୍ରି ଆଜି କିମ୍ବା କାଲି ହୁଏତ ଶେଷ ହେବ। ତାପରେ ସେ ନିଜେ କାହାର ଶୂନ୍ୟ ଅଙ୍ଗନରେ ଫୁଲ ହୋଇ ଫୁଟିବ। କୋଠରୀରୁ ବାହାରି ଯାଉ ଯାଉ ଚିତ୍ରୋତ୍ପଳା ସାମ୍ନାରେ ଅଟକିଗଲା ଚାର୍ଲ୍ସ। ମୁଗ୍ଧ ଦୃଷ୍ଟିରେ ତାକୁ ଚାହିଁ କହିଲା, ଚିତ୍ର, ତମେ ଆଜି ଭାରି ସୁନ୍ଦର ଦିଶୁଛ। ଅତିମାତ୍ରାରେ ଖୁସି ଅଛ ନା? ଚିତ୍ରୋତ୍ପଳା ସଲ୍ଲଜ କୁଣ୍ଠିତ ହସରେ ମୁହଁକୁ ଆହୁରି ରଙ୍ଗୀନ କରି ପକାଇଲା। ପରକ୍ଷଣରେ ଆଦ୍ୟ ମୌସୁମୀର ସ୍ପର୍ଶ ଲାଗିଲା ତାର ଆଖିର ଆକାଶରେ। ବଡ଼ ବଡ଼ ଆଖି ଡୋଳାକୁ ଛଳଛଳ କରି ସେ କହିଲା, ହଁ ସାହେବ, କାଲି ମୋର ଫୁଲ ବିକ୍ରିର ଶେଷ ଦିନ। ତା ପରଦିନ ଚନ୍ଦ୍ରଭାଗା ବୁଡ଼। ମୁଁ ଆଉ ଆସିବିନି। କୋଣାର୍କ ବେଢ଼ା ଚନ୍ଦ୍ରଭାଗାର ବେଳାଭୂଇଁ ତାର ଝାଉଁବଣ ସାତ ସ୍ୱପ୍ନ ହୋଇଯିବ। ମୁଁ ସେଠି ନଥିବି। ମୋର ମନ, ପ୍ରାଣ ଏବଂ ଆତ୍ମା ଉଡ଼ି ବୁଲୁଥିବ କୋଣାର୍କର ଚାରିପଟେ। ପିଲାଦିନଠାରୁ ଆଜି ପର୍ଯ୍ୟନ୍ତ କୋଣାର୍କ ତ ମୋର ଖେଳ ସାଥୀ। ସେଇ ମୋର ଚାଟଶାଳୀର ଗୁରୁ, ସେଇ ମୋର ଅଭିଭାବକ। ସେଇ ମୋତେ ଦାନା ଦେଇଛି ଆଜି ଯାଏଁ। ତାକୁ ମୁଁ ଭୁଲିବି କେମିତି? ଭୁଲିବିନି ବି ତମକୁ ଆଉ ମୋର ଅପାଙ୍କୁ। ଅପାଙ୍କ ଦେହ ଖରାପ, ତାଙ୍କ ସହ ଶେଷ ଦେଖା କରିବା ପାଇଁ ଚାଲି ଆସିଲି। ଚିତ୍ରୋତ୍ପଳା ଦୁଇଧାର ଲୁହ ଝରାଇ ପୁଣି ପୋଛିନେଲା ପଣ ତକାନିରେ। ଚାର୍ଲ୍ସ ଚିତ୍ରୋତ୍ପଳା ହାତରୁ ଫୁଲଗୁଚ୍ଛଟି ନେଇ କହିଲା, ମୁଁ ବି ତୁମକୁ ଭୁଲିବିନି ଚିତ୍ର। ଭାରତ ଭଳି ତମେ ବି ଅପାସରା। ଚାର୍ଲ୍ସ 100 ଟଙ୍କିଆ ନୋଟ୍ ଖଣ୍ଡେ ବଢ଼େଇ ଦେଲା ଚିତ୍ର ହାତକୁ। ଚିତ୍ରୋତ୍ପଳା ହାତ ଗୁଞ୍ଜେଇ ନେଇ କହିଲା, ନା ନା, ଏ ଫୁଲ ଆଜି ମୁଁ ବିକ୍ରି କରୁନାହିଁ। ଫୁଲ ତ ଅନେକ ବିକ୍ରି ହୋଇଛି। ଆଜି ଏ ମୋର ଭେଟି।
ଚିତ୍ରୋତ୍ପଳର କାନିରେ ବନ୍ଧା ହୋଇଥିବା ଟଙ୍କା ଓ ରେଜା ପଇସାକୁ ଚାହିଁ ଚାର୍ଲ୍ସ କହିଲା, ତମର ଭେଟି ଗ୍ରହଣ କଲି, କିନ୍ତୁ ଏ ଟଙ୍କା ମଧ୍ୟ ତମକୁ ମୋର ଭେଟି। ତମ ଫୁଲର ଦାମ ଏତିକି ନୁହେଁ, ଦୟାକରି ମୋ ଭେଟି ଗ୍ରହଣ କର। ଚିତ୍ରୋତ୍ପଳା ଆଉଥରେ ଆଖି ଛଳଛଳ କଲା। କହିଲା, ମୋ ବାହାଘର ପାଇଁ ଫୁଲ କିଣିବା ଆଳରେ ଅନେକ ଟଙ୍କା ଦେଲଣି ସାହେବ, ସେଥିପାଇଁ ମୁଁ ତୁମ ପାଖରେ ଋଣୀ। ଏ ବର୍ଷ ଫୁଲ ବିକ୍ରିରେ ମୁଁ ସବୁଠୁ ବେଶୀ ପଇସା କମେଇଛି, ତା କେବଳ ତମରି ପାଇଁ। ତମର ଋଣ ଏ ଜନ୍ମରେ ଶୁଝି ହେବନି। ତମେ ମୋର ବଡ଼ ଭାଇ, ଯୋଉଠି ଥିଲେ ବି ତମକୁ ପ୍ରଣାମ କରୁଥିବି। ଚାର୍ଲ୍ସ ଆତ୍ମବିଭୋର ହେଲା। ଭାଇ ଭଉଣୀ ପରିବାରର ସ୍ନେହ ବନ୍ଧନ ତାକୁ ଜଣା ନାହିଁ। ଆଜି ଏ ସରଳା ବାଳିକାର ସ୍ନେହ ବନ୍ଧନରେ ଛନ୍ଦି ହୋଇଯାଇଛି ତାର ଯାଯାବର ମନ। ସେ ଭାବୁଛି, ଦରିଦ୍ର ଘରେ ହେଲେ ମଧ୍ୟ ଚିତ୍ରୋତ୍ପଳାର ଭାଇ ହୋଇ ଜନ୍ମିଥିଲେ ସେ ସୁଖୀ ହୋଇଥାନ୍ତା। ସ୍ନେହ ସଜ୍ଜଳ କଣ୍ଠରେ ସେ କହିଲା, ଚିତ୍ର, ବଡ଼ ଭାଇ ଭାବରେ ତମ ବାହାଘର ପାଇଁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ। ଯଦି ସେପରି କିଛି କରିଥାଏ, ସେଥିପାଇଁ ତମେ ଋଣୀ ହୋଇ ରହିବ କାହିଁକି? ଏପର୍ଯ୍ୟନ୍ତ ମୁଁ ତ କେବଳ ତମ ଫୁଲର ଦାମ ଦେଇଛି। ଆଉ ଯାହା ଭେଟି ଦେବି, ସେଇଦିନ ତମକୁ ବୋହୂ ବେଶରେ ଦେଖିବା ଦିନ ହିଁ ଦେବି। ଆଉ ତମକୁ ଏକବାର ଚମକାଇ ଦେବି। ସତରେ ବୋହୂ ବେଶରେ ତମେ ଚମତ୍କାର ଦିଶିବ। ଚିତ୍ରୋତ୍ପଳା ଲାଜେଇ ଗଲା। ଆନନ୍ଦରେ ଉଜ୍ଜଳ ହୋଇ ଉଠିଲା ତାର ମୁହଁ। କୋମଳ ସ୍ୱରରେ ସେ କହିଲା, ସେ ତ ମୋର ଭାଗ୍ୟ ସାହେବ। ମୋ ବାହାଘରେ ତମର ପାଦ ଧୂଳି ପଡ଼ିବ, ସେତିକି ମୋର ଯଥେଷ୍ଟ। ଆଉ କିଛି ଭେଟି ଲୋଡ଼ା ନାହିଁ। ଚାର୍ଲ୍ସ ମୁଣ୍ଡ ହଲାଇ କହିଲା, ଆସିବି, ନିଶ୍ଚୟ ଆସିବି ତମର ବାହାଘରକୁ। ତମର ଫଟୋ ଉଠାଇବି। ଆମ ଦେଶରେ ସେ ଫଟୋ ଦେଖି ଚିତ୍ର ତାରକାମାନେ ଲଜ୍ଜା ପାଇଯିବେ, ଈର୍ଷା ବି କରିବେ। ତମ ବାହାଘର ଫଟୋ ନେଇ ଭାରତୀୟ ବିବାହ ଅନୁଷ୍ଠାନର ଗୋଟାଏ ଚମତ୍କାର ପ୍ରଦର୍ଶନୀ ଖୋଲିବ। ଚିତ୍ରୋତ୍ପଳା ଏସବୁ କିଛି ବୁଝିଲା ନାହିଁ। ସେ କହିଲା, ହସୁ ହସୁ ଖାଲି ଲାଜିଗଲା। ଲାଜୁଆ ଆଖି ଦୁଇଟା ଲୁହରେ ଭରିଗଲା ପର ମୁହୂର୍ତ୍ତରେ। ସୂର୍ଯ୍ୟାସ୍ତର ଆକାଶ ପରି ତାର ଲାଲ ମୁହଁଟା ଆନନ୍ଦ ଏବଂ ବେଦନାର ମିଶ୍ରିତ ସ୍ପର୍ଶରେ ଅବର୍ଣ୍ଣନୀୟ ସୁଷମାର କାରୁକାର୍ଯ୍ୟରେ ବର୍ଣ୍ଣାଢ୍ୟ ଦିଶୁଥିଲା। ଚାର୍ଲ୍ସ ମୁଗ୍ଧ ଦୃଷ୍ଟିରେ ତାକୁ ଚାହିଁ ରହି ସ୍ୱର୍ଗତକ୍ତି କଲା। ଆଶ୍ଚର୍ଯ୍ୟ! ବିବାହ ହିଁ ଯେଉଁ ଝିଅର ଜୀବନର ଶ୍ରେଷ୍ଠ ସ୍ୱପ୍ନ, ବିବାହ ସ୍ଥିର ନିଶ୍ଚିତ ହେବା ପରେ ତାର ପୁଣି ଏତେ ଦୁଃଖ, ଏତେ ଲୁହ। ଭାଇ, ବନ୍ଧୁ, ଜନ୍ମଭୂଇଁ ଏବଂ ପରିବାର ପ୍ରତି ଆନୁଗତ୍ୟ, ଶ୍ରଦ୍ଧା ଏବଂ ଆକର୍ଷଣ ହିଁ ଭାରତୀୟ ପାରିବାରିକ ଜୀବନକୁ ଏତେ ମୋହନୀୟ ଆଉ ସୁନ୍ଦର କରି ତୋଳୁଛି। ସେମାନଙ୍କୁ ଛାଡ଼ିଯିବାର ବ୍ୟଥାରେ ଚିତ୍ରୋତ୍ପଳାର ଏ ଲୁହ। ଚାର୍ଲ୍ସ କାମନା କଲା, ଚିତ୍ରୋତ୍ପଳା, ତମେ ସୁଖୀ ହୁଅ। ଚିରଦିନ ତମେ ମୋ ସାମ୍ନାରେ ଅଫୁରନ୍ତ ଆନନ୍ଦର ପ୍ରତିମୂର୍ତ୍ତି ଭାବେ ଉଭା ହୋଇଛ। ଦୁଃଖ ତମକୁ ସ୍ପର୍ଶ ନ କରୁ। ପ୍ରାଚୀପ୍ରଭା ମୃଦୁ ଭର୍ତ୍ସନା କରୁଥିଲା। ଚାର୍ଲ୍ସ ବାଟ ଛାଡ଼ ଚିତ୍ରାକୁ କୁମାରୀ ବେଶରେ ଶେଷଥର ପାଇଁ ଦେଖେ। ଜୀବନରେ ଏ ବର୍ଷରେ ତାକୁ ଆଉ ଦେଖିବାର ସୁଯୋଗ ମିଳିବନି। ଚାର୍ଲ୍ସ ଦ୍ୱାର ପାଖରୁ ଆଡ଼େଇ ଗଲା। ଚିତ୍ରୋତ୍ପଳା ପ୍ରାଚୀପ୍ରଭାର ଶଯ୍ୟା ଧାରଣାରେ ଠିଆ ହେଲା। ତା ପଛେ ପଛେ ଚାର୍ଲ୍ସ। ପ୍ରାଚୀପ୍ରଭା ଉଠି ବସିଥାଏ। କ୍ଳାନ୍ତ କରୁଣ ଦୃଷ୍ଟିରେ ଆନନ୍ଦ ଏବଂ ଆଶୀର୍ବାଦ ନିବିଡ଼ ହୋଇ ଆସୁଥାଏ। ସେ ମନେ ମନେ ଭାବୁଥାଏ, କୁମାରୀ ଜୀବନର ସ୍ୱପ୍ନ ଆଉ ବାସ୍ତବତା ଭିତରେ କେତେ ଫାଙ୍କ। ଚିତ୍ରା ସୁଖୀ ହେଉ, ସୁଖୀ ହେଉ। ତା ଜୀବନ ମେଘଢଙ୍କା ଆକାଶର ଦୁଃଖ କାଳିମା ଚିତ୍ରା ଜୀବନର ଆକାଶରେ କେବେ କୌଣସି ଦିନ କ୍ଷଣକ ପାଇଁ ହେଲେ ନ ଆସୁ। ଜଗନ୍ନାଥ ତାର ସୁକୁମାରୀ ସ୍ୱପ୍ନମୟୀ ଝିଅଟିକୁ ସୁଖୀ କରନ୍ତୁ, ତାକୁ ପୂର୍ଣ୍ଣତା ଦିଅନ୍ତୁ, ଶାନ୍ତି ପ୍ରଦାନ କରନ୍ତୁ। ଚିତ୍ରା ନଇଁପଡ଼ି ପ୍ରାଚୀପ୍ରଭାର ପାଦ ଧୂଳି ନେଲା। ଦୁଃଖରେ ଭାଙ୍ଗି ପଡ଼ି କହିଲା, ଯାଉଛି ଅପା, ଏଇ ଶେଷ। ଦୁଃଖର କି ସୁଖ ଜାଣେନା, ମନେ ରଖିଥିବ। ପ୍ରାଚୀ ଚିତ୍ରୋତ୍ପଳାକୁ କୋଳେଇ ନେଲା। ବୁକୁରେ ଜଡ଼ାଇ ଧରି ତା ଗାଲରେ ବୋକ ଦେଲା। ଅସ୍ପଷ୍ଟ ବେଦନାଭରା ସ୍ୱରରେ କହିଲା, ତତେ ଭୁଲି ହୁଏ ନା ଚିତ୍ର, ଭୁଲି ହୁଏ ନା। ଜଗନ୍ନାଥଙ୍କଠାରେ ଲୟ ରଖି ଜୀବନ କାଟିବୁ। ନିଜକୁ କେବେ ନଗଣ୍ୟ ମରିବୁ ନାହିଁ, ଛୋଟ କରିଦେବୁ ନାହିଁ। ଦେଖିବୁ, ତତେ ସେ ସୁଖୀ କରିବେ। ଏତିକି କାମନା ଛଡ଼ା ତୋ ସ୍ନେହର ଆଉ କି ମୂଲ୍ୟ ବା ଦେବେ? ଚିତ୍ରା ଝରଝର କାନ୍ଦି ପକାଇଲା। କହିଲା, ଅପା, ଆଜି ଇଚ୍ଛା ହେଉଛି ସବୁଦିନ ଏମିତି କୋଣାର୍କ ବେଢ଼ାରେ ଫୁଲ ବିକୁଥାନ୍ତି, ତମର ସ୍ନେହ ମିଳୁଥାନ୍ତା, ବାହା ହେବାର ଆଶାରେ ଖୁସି ହେଉଥାନ୍ତି, ଦିନ କଟିଯାଆନ୍ତା। କେଜାଣି କାହିଁକି ଭାରି ଭୟ ଲାଗୁଛି। ଶୁଣିଛି ଝିଅମାନଙ୍କ ପାଇଁ ବେଳେବେଳେ ଶାଶୁଘର ଯମଘର ପାଲଟିଯାଏ। ମୋ ଭାଗ୍ୟରେ କ'ଣ ଅଛି କିଏ ଜାଣେ। ବାପ ଘରେ କେବେ କେବେ ପେଟ ଊଣା ହେଇଛି ସତ, ମନ ଊଣା ହେଇନି। ବାପର ବେକ ମୋଡ଼ି ଏତେ ଯୌତୁକ ନେଇ ମୋତେ ଯିଏ ଘରକୁ ନେଉଛନ୍ତି, ସେଠି ମୁଁ ବଞ୍ଚିବି ତ?
ପ୍ରାଚୀପ୍ରଭା ଚିତ୍ରୋତ୍ପଳାର ଓଠରେ ହାତ ଦେଲା। ଆକଟ କରିବା ଭଳି କହିଲା, ଚିତ୍ରା, କାଳ କଥା କହ ନାହିଁ। ମୋର ବିଶ୍ୱାସ ଯମପୁରରେ ବି ତତେ କେହି ଦୁଃଖ ଦେବେ ନାହିଁ। ଚିତ୍ରା କାନ୍ଦୁ କାନ୍ଦୁ ଆଖି ପୋଛିଲା। ଚାର୍ଲ୍ସର ପାଦ ତୁଳି ନେଇ କହିଲା, ଯମପୁରକୁ ଯାଉଛି ସାହେବ, ଏଇ ଶେଷ। ବଞ୍ଚି ରହିଲେ ତମକୁ ମନେ ପକାଉଥିବେ। ଚାର୍ଲ୍ସ ଗମ୍ଭୀର ହୋଇ ଯାଇଥିଲା। ଚିତ୍ରାର ସବୁ କଥା ସେ ବୁଝିପାରିଛି। ସେ ଭାବୁଥାଏ, ଏବେ ମଧ୍ୟ ଚିତ୍ରା ଭଳି ଝିଅଙ୍କ ପାଇଁ ଶାଶୁଘର ଯମ ପାଲଟିଯାଏ। ଭାରତୀୟ ସମ୍ବାଦପତ୍ରରେ ବଧୂ ନିର୍ଯାତନା ଏବଂ ବଧୂ ହତ୍ୟା ସମ୍ପର୍କରେ ସେ ବାରମ୍ବାର ବିବରଣୀ ପଢ଼ିଛି। ଚିତ୍ରାର ଆଶଙ୍କା ମିଛ ବି ତ ନ ହୋଇପାରେ। ଝିଅଟା ଫୁଲ ବିକୁଥାନ୍ତା, ପ୍ରେମ କରୁଥାନ୍ତା, ବଞ୍ଚି ରହିଥାନ୍ତା, ବାହା ହେଲା କାହିଁକି? ଚିତ୍ରୋତ୍ପଳା ବିଦାୟ ନେଇ ଚାଲିଛି। ସଞ୍ଜ ବୁଡ଼ିବା ଆଗରୁ ସେ ବାକି ଫୁଲତକ ବିକ୍ରି କରି ଖାଲି ପସରା ନେଇ ଗାଁକୁ ଫେରିଯିବ। ଚନ୍ଦ୍ରଭାଗା ବୁଡ଼ ପାଇଁ କୋଣାର୍କ ପାଖରେ ଭିଡ଼ରେ ବାଟ ମିଳୁନାହିଁ। ସୂର୍ଯ୍ୟାସ୍ତ ପୂର୍ବରୁ ମନେ ଭରି ସେ କୋଣାର୍କର ପ୍ରତ୍ୟେକ ଶିଳାଖଣ୍ଡକୁ ଦେଖିବ, ସେମାନଙ୍କୁ ବିଦାୟ ଦେବ। ପଥର ଆଉ ମଣିଷ ଭିତରେ ବି ଘନିଷ୍ଠତା କେତେ, କେତେ ଆତ୍ମୀୟତା, କେତେ ସ୍ନେହର ଆକର୍ଷଣ। ଚିତ୍ରୋତ୍ପଳାର ଯିବା ବାଟକୁ ଚାହିଁ ଚାର୍ଲ୍ସ ଭାବୁଥାଏ, ପୃଥିବୀରେ ମଣିଷ ମଣିଷ ଭିତରେ ବି ଏତିକି ଆକର୍ଷଣ ଦୁର୍ଲଭ ହୋଇ ପଡ଼ିଛି। କେଉଁଠି କେବେ ସେମିତି କିଛି ଆକର୍ଷଣ ଅନୁଭବ କରିଥିଲେ ସେ ହୁଏତ ଯାଯାବର ହୋଇନଥାନ୍ତା। ମଣିଷ ଚିରଦିନ ମୁକ୍ତିକାମୀ। ପର ଉପରେ ଦୋଷ ଲଦି ଦେଇ ସେ ନିଜକୁ ମୁକ୍ତ କରିନେବାରେ ଆନନ୍ଦ ପାଏ। ମାତ୍ର ଦୀନବନ୍ଧୁ ପ୍ରାଚୀପ୍ରଭାର ବିବାହ ଏବଂ ତାର ଦୁଃଖମୟ ଜୀବନ ସମ୍ପର୍କରେ ନିଜକୁ ହିଁ ଦୋଷ ଦେଇସାରି ଆସିଛନ୍ତି। ବାସ୍ତବରେ ଦୀନବନ୍ଧୁ ଏସବୁ ପାଇଁ ଦାୟୀ। ଚାରୁକଳା କୁହନ୍ତି, ସବୁ ଭାଗ୍ୟ। ଜଗନ୍ନାଥଙ୍କର ଇଚ୍ଛାକୁ ଏଡ଼ିଦେବ କିଏ? କୋଣାର୍କର କଳା ଦୀନବନ୍ଧୁଙ୍କୁ ଅନ୍ଧ ଭାବେ ଆକର୍ଷଣ କରେ। ନିଜ ଦେଶର ଏହି ଐଶ୍ୱର୍ଯ୍ୟମୟ ଭଗ୍ନାବେଶକୁ ନେଇ ସେ ଯେମିତି ଗର୍ବ କରନ୍ତି, ଦରିଦ୍ର ମେଧାବୀ ଛାତ୍ର ଜଗନ୍ନାଥଙ୍କୁ ନେଇ ସେ ସେମିତି ଗର୍ବ କରନ୍ତି। ଜଗନ୍ନାଥ ପିତୃହୀନ ବାଳକଟିଏ, ଭଦ୍ର, ମାର୍ଜିତ, ବୁଦ୍ଧିମାନ। କୋଣାର୍କ ହାଇସ୍କୁଲରେ ମାଟ୍ରିକ ପାସ୍ କରି କଲେଜ ପଢ଼ିପାରିଲା ନାହିଁ। ଅର୍ଥାଭାବରୁ ମଝିରେ ମଝିରେ ସ୍କୁଲ ଛାଡ଼ି ଜୀବନ ସଂଗ୍ରାମ କରିବାକୁ ବି ପଡ଼ିଛି। ପୁଣି ଅର୍ଥ ସଞ୍ଚୟ କରି ସ୍କୁଲ ଯାଇଛି। ହାଇସ୍କୁଲ ପାସ୍ କରିବା ବେଳକୁ ତାର ବୟସ 20। 20 ବର୍ଷର ଯୁବକ ଜଗନ୍ନାଥ କଲେଜରେ ପାଠ ପଢ଼ିବାର ସ୍ୱପ୍ନ ଦେଖେ, ଯଦିଓ ସେ ଜଣେ ସ୍ୱପ୍ନ ଅଳିକ। ହାଇସ୍କୁଲ ପାଠ ଶେଷ କରି ଜଗନ୍ନାଥ କୋଣାର୍କକୁ ହିଁ ଜୀବିକା କରିଥିଲା। କୋଣାର୍କରେ ଗାଇଡ୍ କାମ କରି ସେ ତାର ବୃଦ୍ଧା ମା ଆଉ ଯୁବତୀ ଭଉଣୀକୁ ଚଳାଉଥିଲା। ବେଳେ ବେଳେ ଭାବୁଥିଲା, ଭଉଣୀକୁ ବିବାହ ଦେବା ପରେ ହାତରେ କିଛି ଅର୍ଥ ହେଲେ ସେ କଲେଜରେ ନାଁ ଲେଖାଇବ, ଅନ୍ତତଃ BA ପାସ୍ କରିବ। ତେବେ ସିନା ପର୍ଯ୍ୟଟକଙ୍କୁ ପ୍ରାଞ୍ଜଳ ଭାବରେ କୋଣାର୍କ କଳାର ଉତ୍କର୍ଷତା ବୁଝାଇ ପାରିବ। ତାର ଭାବନାକୁ ସେ ବେଳେବେଳେ ସାଙ୍ଗସାଥି ମେଳରେ ପ୍ରକାଶ କରିଦିଏ। ଥଟ୍ଟାରେ ସେମାନେ କହନ୍ତି, 30 ବର୍ଷରେ BA ପାସ୍ କରି ଲାଭ କ'ଣ? ଗ୍ରାଜୁଏଟ୍ ପୋଷ୍ଟ ପାଇବା ପାଇଁ ଆଉ ତୋର କ'ଣ ବୟସ ନଥିବ? ଜଗନ୍ନାଥ କହେ, ଚାକିରି ପାଇବା ଆଶାରେ ନୁହେଁ, ଜ୍ଞାନାର୍ଜନ ପାଇଁ ମୁଁ ପାଠ ପଢ଼ିବି, ଦେଶ ବିଦେଶର ଭାଷା ଶିଖିବି, ବିଦେଶୀ ପର୍ଯ୍ୟଟକଙ୍କୁ କୋଣାର୍କର ମୌନ ଭାଷା ବୁଝାଇବି। କୋଣାର୍କକୁ ଯେଉଁମାନେ ଆମୋଦର ପୀଠ ମନେ କରନ୍ତି, ସେମାନଙ୍କୁ ବୁଝାଇ ଦେବି ଯେ କୋଣାର୍କ ହେଉଛି ପୂଜାର ପୀଠ, ତ୍ୟାଗ, ପବିତ୍ରତା ଆଉ ସାଧନାର ପୀଠ। କୋଣାର୍କ ଗୋଟିଏ ଭଗ୍ନ ମନ୍ଦିର ନୁହେଁ, କୋଣାର୍କ ଗୋଟାଏ ମହାନ ଜାତି, ଗୋଟାଏ ଦେଶ ଆଉ ଗୋଟାଏ ସଂସ୍କୃତିର ଆତ୍ମା। ତେବେ ଯାଇ ସେମାନେ କୋଣାର୍କର ନୈସର୍ଗିକ ସୁଷମାକୁ ଉପଭୋଗ କରିବେ। ସତକୁ ସତ ପର୍ଯ୍ୟଟକଙ୍କ ପାଖରେ କୋଣାର୍କର କାରୁକାର୍ଯ୍ୟ ବର୍ଣ୍ଣନା କରୁ କରୁ ଜଗନ୍ନାଥ ଆତ୍ମବିଭୋର ହୁଏ। କୋଣାର୍କର ମହାନ କଳାନୈପୁଣ୍ୟ ପଛରେ ଗୋଟାଏ ଉନ୍ନତ ଜାତିର ଉତ୍ସର୍ଗୀକୃତ ସାଧନା ରହିଥିଲା ବୋଲି କହୁ କହୁ ତାର ସମଗ୍ର ଚେହେରା ବଦଳିଯାଏ। ତାର ଆଖି, ମୁଖ, ଓଠ ପ୍ରତ୍ୟେକ ସ୍ନାୟୁ ସ୍ପନ୍ଦିତ ହୁଏ। ଅନ୍ୟ ଗାଇଡ୍ମାନଙ୍କ ପରି ମିଥୁନ ମୂର୍ତ୍ତିମାନଙ୍କର ବିଷେଦ ବର୍ଣ୍ଣନା କରି ଶସ୍ତା ମନୋରଞ୍ଜନ ଦ୍ୱାରା ସେ ଟଙ୍କା ରୋଜଗାର କରେ ନାହିଁ। ବରଂ ସେ ନଗ୍ନ ଶିଳକଳ୍ପା ପଛରେ ଥିବା ତାନ୍ତ୍ରିକ ତତ୍ତ୍ୱ, ଧର୍ମତତ୍ତ୍ୱକୁ ସୁନ୍ଦର ଭାବରେ ସେ ବ୍ୟାଖ୍ୟା କରେ। ଜଗନ୍ନାଥର ଗଭୀର ତତ୍ତ୍ୱଜ୍ଞାନ ପର୍ଯ୍ୟଟକଙ୍କୁ ମୁଗ୍ଧ କରେ। କିନ୍ତୁ ସାଧାରଣ ଦର୍ଶକ କୋଣାର୍କର ଇତିହାସ, ସେ ସମୟର ସମାଜ ଜୀବନ, ଧର୍ମନୀତି, ଯୁଦ୍ଧକୌଶଳ, ଶାସନ ପ୍ରଣାଳୀ ସମ୍ବନ୍ଧରେ ଗଭୀର ଜ୍ଞାନ ଆହରଣ କରିବା ପାଇଁ କୋଣାର୍କ ଆସେ ନାହିଁ। ତେଣୁ ଜଗନ୍ନାଥ ପାଖରେ ଦର୍ଶକଙ୍କର ଭିଡ଼ ଜମେ ନାହିଁ।
କେତେଜଣ ଗବେଷକ ଛାତ୍ର ଜ୍ଞାନଲୋଭୀ ପର୍ଯ୍ୟଟକ ଜଗନ୍ନାଥଙ୍କୁ ସାଙ୍ଗରେ ନିଅନ୍ତି। ସେମାନଙ୍କୁ ବିଶଦ ଭାବରେ ସବୁ ବୁଝାଉ ଜଗନ୍ନାଥ ସମୟର ହିସାବ ବି ରଖେ ନାହିଁ। ପର୍ଯ୍ୟଟକ ସନ୍ତୁଷ୍ଟ ନ ହେବା ଯାଏଁ ସେ ବୁଝାଉଥାଏ। ଅଧିକ ସମୟ ପାଇଁ ସେ ଅଧିକ ପାଉଣା ବି ଦାବି କରେ। ଜଗନ୍ନାଥ କୋଣାର୍କକୁ ଜୀବିକା କରିଛି ବୋଲି ମନୋଦମ୍ଭ କଲେ ମଧ୍ୟ ତାର ଜୀବନର ମୌଳିକ ଆବଶ୍ୟକତା ସେଥିରେ ମେଣ୍ଟେ ନାହିଁ। ସେ ପଇସା ସଞ୍ଚୟ କରିପାରେ ନାହିଁ, ଅଧିକ ପଢ଼େ ନାହିଁ। ଦୀନବନ୍ଧୁଙ୍କର ଅତି ପ୍ରିୟ ଛାତ୍ର ଜଗନ୍ନାଥ। ପିଲାଦିନରୁ ସେ ତାକୁ ଦେଖି ଆସିଛନ୍ତି। ସେ ଅଞ୍ଚଳରେ ଜଗନ୍ନାଥ ପରି ପିଲାଟିଏ ଦୀନବନ୍ଧୁଙ୍କ ଆଖିରେ ପଡ଼ିନାହିଁ। ଜଗନ୍ନାଥ ପ୍ରତି ଦିନୁ ଦିନ ଶ୍ରଦ୍ଧା ଗଭୀର ହୁଏ। କୋଣାର୍କକୁ ନେଇ ଦୀନବନ୍ଧୁ କାବ୍ୟଟିଏ ରଚନା କରିଛନ୍ତି। ଜଗନ୍ନାଥ ତାକୁ କଣ୍ଠସ୍ଥ କରି ଦର୍ଶକମାନଙ୍କ ସାମ୍ନାରେ ଗାଇଯାଏ, ତାର ଅର୍ଥ ବୁଝାଏ। ଦୀନବନ୍ଧୁ ଏଥିରେ ଖୁସି ହୁଅନ୍ତି। ଜଗନ୍ନାଥ ବେଳେବେଳେ ଦୀନବନ୍ଧୁଙ୍କ ଘରକୁ ଆସେ। ନୂଆ କରି ପାଠ ଆରମ୍ଭ କରିଥିବା ଦିନେଶ ଅକ୍ଷର ଶିଖାଏ, ସଂଖ୍ୟା ଗଣନା କରାଏ, କାଖ କରି କୋଣାର୍କ ବେଢ଼ାରେ ବୁଲାଇ ଆଣେ। ଦୀନବନ୍ଧୁଙ୍କ ପ୍ରତି ଜଗନ୍ନାଥଙ୍କର ଅସୀମ ଭକ୍ତି। ସେ ଭାବେ ବିଦ୍ୟାଦାତାଙ୍କଠାରୁ ବଡ଼ କିଏ ଅଛି ସଂସାରରେ। ଦୀନବନ୍ଧୁଙ୍କ ଆଗରେ ତା ମନର ସ୍ୱପ୍ନ ସେ ଅକାତ ଭାବରେ ପ୍ରକାଶ କରେ। ସେଥିରେ ଦୁଃଖ ତାର ଊଣା ହୁଏ। ଦିନେ ଅକସ୍ମାତ୍ ଦୀନବନ୍ଧୁ ପ୍ରସ୍ତାବ ବାଢ଼ିଲେ, ଜଗନ୍ନାଥ ତମେ କଲେଜରେ ପଢ଼ିବ। ଜଗନ୍ନାଥ ଆବାକ୍ ହେଇଗଲା। ତା ଜୀବନର ସ୍ୱପ୍ନ ପିତୃତୁଲ୍ୟ ଗୁରୁଦେବଙ୍କୁ ଜଣା। ଏକଥା ମଧ୍ୟ ତାଙ୍କୁ ଜଣା ଯେ ସେ ହେଉଛି ଦିବାସ୍ୱପ୍ନ। ପୁଣି ଏ ପ୍ରଶ୍ନ କାହିଁକି? ଜଗନ୍ନାଥଙ୍କର ମୌନତା ହିଁ ଉତ୍ତର ଦେଇଥିଲା। ଦୀନବନ୍ଧୁ କହିଥିଲେ, ତମେ ଏଇ ବର୍ଷ କଲେଜରେ ନାଁ ଲେଖାଅ, ମୁଁ ତମର ପଢ଼ା ଖର୍ଚ୍ଚ ତୁଲାଇବି। ଛୁଟି ଦିନମାନଙ୍କରେ ତମେ ଗାଇଡ଼ କାମ କରିବ। ଏମିତି 4ଟା ବର୍ଷ କଟିଗଲେ ତମେ ଗ୍ରାଜୁଏଟ୍ ହେଇଯିବ। ଯଦି ପରୀକ୍ଷାରେ ଖୁବ୍ ଭଲ କର ତେବେ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ ମିଳିଯିବା ବିଚିତ୍ର କଥା ନୁହେଁ। ଅବିଶ୍ୱାସ ଭରା ଆଖିରେ ଜଗନ୍ନାଥ ଦୀନବନ୍ଧୁଙ୍କୁ ଚାହିଁଲା। ଏ ବଦାନ୍ୟତାର ଅର୍ଥ କ'ଣ? ଏପର୍ଯ୍ୟନ୍ତ ଯେତେଜଣ ଅଯାଚିତ ଭାବେ ତାକୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି, ସମସ୍ତେ 100 ଗୁଣ ମୂଲ୍ୟ ଆଦାୟ କରିନେଇଛନ୍ତି। ସେ ମୂଲ୍ୟ ଦେବାକୁ ଯାଇ ସେ ଆଦରଣୀୟ ଭଉଣୀଟିକୁ ହରାଇ ଦେଇଛି, ଯାହାର ବିବାହ ପାଇଁ ସେ ବିନ୍ଦୁ ବିନ୍ଦୁ ରକ୍ତ ଦେଇ ଅର୍ଥ ସଞ୍ଚୟ କରୁଥିଲା। ବିନା ଯୌତୁକରେ ଆଦର୍ଶ ପାତ୍ର ତା ଭଉଣୀ ସହ ବିବାହ ଦେବା ପାଇଁ ଆଗେଇ ଆସିଥିଲେ ସମାଜସେବୀ ନେତା ହରମୋହନ ବାବୁ। ସରଳମତି ଜଗନ୍ନାଥ ହରମୋହନଙ୍କ ବଦାନ୍ୟତାକୁ ବିଶ୍ୱାସ କରିଥିଲା। ହରମୋହନ ଆସିଥିଲେ ତାଙ୍କ ଘରକୁ ଭିନ୍ନ ଭିନ୍ନ ପ୍ରସ୍ତାବ ଆଣି, ଭିନ୍ନ ଭିନ୍ନ ପାତ୍ରଙ୍କୁ ସଙ୍ଗରେ ଧରି। ସେମାନଙ୍କ ଖର୍ଚ୍ଚ ପାଇଁ ନିଜେ ଖର୍ଚ୍ଚ କରୁଥିଲେ। ଜଗନ୍ନାଥଙ୍କର ମା କହୁଥିଲେ, ହରମୋହନ ମୋର ବଡ଼ ପୁଅ, ତା ତଳକୁ ଜଗନ୍ନାଥ। ହଠାତ୍ ଦିନେ ହରମୋହନ ପ୍ରସ୍ତାବ ବାଢ଼ିଲେ। ପାତ୍ର କାର୍ଯ୍ୟବ୍ୟସ୍ତ ପଦସ୍ଥ ଅଫିସର। ଭୁବନେଶ୍ୱରରୁ ଜୁଣେଇ ଆସି କନ୍ୟା ଦେଖିଯିବା ପାଇଁ ସମ୍ଭବ ନାହିଁ। କନ୍ୟାକୁ ଭୁବନେଶ୍ୱରକୁ ନେବାକୁ ହେବ। ପାତ୍ରଟି ସୁନ୍ଦରୀ ଝିଅ ଚାହେଁ। ଗୌରୀକୁ ଦେଖିଲେ ସେ ନିଶ୍ଚୟ ପସନ୍ଦ କରିବ। ହରମୋହନ ଟ୍ୟାକ୍ସି ଆଣିଲେ। ଗୌରୀ ସଙ୍ଗରେ ଜଗନ୍ନାଥ ବି ଗଲା ଭୁବନେଶ୍ୱର। ବିରାଟ 2 ତାଲା ଘର ଆଗରେ ଟ୍ୟାକ୍ସି ରହିଲା। ଜୁଣେଇ ଗାଁର ମାଟ୍ରିକ ପଢ଼ୁଆ। ଜଗନ୍ନାଥ ଆଶ୍ଚର୍ଯ୍ୟ ହୋଇ କହିଲା, ଏଇଟା ତ ଗୋଟାଏ ହୋଟେଲ। ହରମୋହନ ହସି ହସି କହିଲେ, ହୋଟେଲରେ ଆଜିକାଲି ସବୁକିଛି ହୁଏ। କନ୍ୟା ଦେଖା, ଚାକିରି, ଇଣ୍ଟରଭ୍ୟୁ, ସାହିତ୍ୟିକ ବନ୍ଧୁ ମିଳନ, ଧର୍ମ ଓ ସଂସ୍କୃତି ଆଲୋଚନା, ଚକ୍ର, ବାହାଘର, ବ୍ରତଘର, ଭୋଜି, ମଧୁଶଯ୍ୟା, ସବୁକିଛି। କିଛି ଠିକ୍ଠାକ୍ ନ ହେଉଣୁ ଝିଅଟାକୁ ଧରି ପୁଅ ଘରକୁ ଯିବା ଅସୁନ୍ଦର କଥା। ତା ଦ୍ୱାରା ସେମାନେ ଆମକୁ ପ୍ରଥମରୁ ହେୟ ଜ୍ଞାନ କରିବେ। ତେଣୁ ହୋଟେଲରେ ଗୋଟାଏ ରୁମ୍ ଭଡ଼ା ନେଇଛି। ଯାହା ଖର୍ଚ୍ଚ ହେବେ ହଉ, ଆମର ଝିଅର ମାନ ଇଜ୍ଜତ ରହୁ, କଥାଟା ପକ୍କା ହେଇଯାଉ। ପରେ ତ ସେମାନେ ଆଉ ଝିଅକୁ ଆମର କହିବେନି। ତମେ ବେଳେବେଳେ ନିଜକୁ ଦେଖାଇବା ପାଇଁ ଆମ ଘରକୁ ଆସିଥିଲ ନା କ'ଣ କହୁଛୁ? ଜଗନ୍ନାଥ କୃତଜ୍ଞତା ଭାରରେ ନଇଁ ପଡ଼ୁଥିଲା। ଭାବୁଥିଲା ହରମୋହନ ପ୍ରକୃତରେ ସମାଜବାଦୀ। ପରଝିଅର ସମ୍ମାନ ରକ୍ଷା ପାଇଁ ତାଙ୍କର କେତେ ଚିନ୍ତା, କେତେ ବ୍ୟାକୁଳତା। ଜଗନ୍ନାଥ ପ୍ରତିଜ୍ଞା କରିଥିଲା, ନିର୍ବାଚନରେ ସେ ହରମୋହନଙ୍କ ଦଳ ପାଇଁ ପ୍ରଚାର କରିବ। ଯଦି ହରମୋହନ ନିଜେ ପ୍ରାର୍ଥୀ ହୁଅନ୍ତି ତେବେ ତ ତାଙ୍କୁ ଜିତାଇବା ପାଇଁ ଦରକାର ହେଲେ ଜୀବନ ଦେଇଦେବ। ଗୌରୀ ଭୀରୁ ପଦପାଦରୁ ଗାଡ଼ିରୁ ଓହ୍ଲେଇଗଲା। ଜଗନ୍ନାଥ ଭାବୁଥାଏ, ତା ଭଉଣୀ ଅଳ୍ପ ସାଜସଜ୍ଜାରେ ପରୀ ଭଳି ଦିଶୁଛି। ଏଥର ତାର ଭାଗ୍ୟ ଖୋଲିଯିବ, ସେ କୂଳରେ ଲାଗିଯିବ। ଜଗନ୍ନାଥଙ୍କୁ ନିଜ ଭୁବନେଶ୍ୱର ବସାକୁ ପଠାଇଦେଲେ ହରିମୋହନ। କହିଲେ, ବସାରେ ବିଶ୍ରାମ କରୁଥାଅ, ସେମାନେ କେତେବେଳେ ଆସି ପହଞ୍ଚିବେ କିଏ ଜାଣେ।
ତୋର ବା ସେଠି କାମ କ'ଣ? ତତେ ଦେଖିଲେ ସେମାନେ ହୁଏତ ଗୌରୀକୁ ନାପସନ୍ଦ କରିଦେବେ। ସେମାନେ ଜାଣନ୍ତି ଗୌରୀ ମୋର ନିଜ ଭଉଣୀ, ସେଥିପାଇଁ ସେମାନେ ରାଜି ହୋଇଛନ୍ତି। ଜଗନ୍ନାଥର ମନ ଟିକେ କଷ୍ଟ ହେଲା। ହରମୋହନଙ୍କ ବଗପକ୍ଷୀ ଭଳି ସଫା ଧୋତି ପଞ୍ଜାବୀକୁ ଥରେ ଚାହିଁ ନିଜ ମଇଳା ଲୋଚାକଚା ପୁରୁଣା ସାର୍ଟ ପ୍ୟାଣ୍ଟକୁ ଚାହିଁଲା ଜଗନ୍ନାଥ। ଭାବିଲା ହରମୋହନଙ୍କ କଥା ଅକ୍ଷରେ ଅକ୍ଷରେ ସତ। ଭଉଣୀର ସୁଖ ପାଇଁ ନିଜେ ଟିକେ ଆଡ଼ ହୋଇଗଲେ କ୍ଷତି କ'ଣ? ହରମୋହନଙ୍କ ବସାରେ ଗୋଡ଼ିମିଶା ଭାତ ଆଉ ପାଣିଆ ଡାଲି ଖାଇ ବିନା ତକିଆରେ ଦାଣ୍ଡ ଘରେ ପଟା ଖଟ ଉପରେ ବିଶ୍ରାମ ନେଲା ଜଗନ୍ନାଥ। ଭାବିଲା ୟାପରେ ଭଉଣୀ ଦାୟରୁ ମୁକ୍ତ ହୋଇଯିବ, ନିଶ୍ଚିନ୍ତ ହୋଇଯିବ। ଭାଗ୍ୟରେ ଥିଲେ କଲେଜରେ ପାଠ ପଢ଼ିବ। ଭଉଣୀର ବାହାଘର ହୋଇଗଲେ ତାର ଆଉ ଚିନ୍ତା କ'ଣ? ନିଶ୍ଚିନ୍ତ ହେଇ ଆଖି ବୁଜିବା ବେଳକୁ ଛାର ପୋକଗୁଡ଼ା ତାକୁ ଯେମିତି ଚେତେଇ ଦେଉଥିଲେ, ଜାଗ୍ରତ ହୁଅ, ସତର୍କ ହୁଅ, ଜୀବନର ଚଲାବାଟ ଏତେ ସଳଖ ନୁହେଁ। ଜଗନ୍ନାଥ ଖରାବେଳ ସାରା ଛଟପଟ ହେଲା। ହରମୋହନ ବା ଗୌରୀ ସନ୍ଧ୍ୟା ସୁଦ୍ଧା ଫେରିଲେ ନାହିଁ। ତା ପରଦିନ ଫେରିଲେ ନାହିଁ। 3 ଦିନ ପରେ ଗୌରୀ ହରମୋହନ ଜଗନ୍ନାଥ ଗାଁକୁ ଫେରୁଥିଲେ। ହରମୋହନ କହୁଥିଲେ, ଜଣେ ନୁହେଁ, ଏକାଥରକେ 5ଟି ପାତ୍ରକୁ କନ୍ୟା ଦେଖାଇ ଦେଇଛି। ବାରମ୍ବାର ଭୁବନେଶ୍ୱର ଆସି କନ୍ୟା ଦେଖାଇବାରେ ଖର୍ଚ୍ଚ କ'ଣ କମ୍? ଯେଉଁଠି ହେଲେ ନିଶ୍ଚୟ ବିବାହର ଠିକ୍ ହୋଇଯିବ। ଖାଲି ଗୌରୀ ରାଜି ହେଲେ ହେଲା। ଆଜିକାଲି ଉଭୟ ପକ୍ଷର ରାଜିରେ ବିବାହ ହେବା ଭଲ। ଜଗନ୍ନାଥ ଆଶାୟୀ ଆଖିରେ ଭଉଣୀକୁ ଚାହିଁଲା। ଗୌରୀ ରାଜି ନ ହେବ କାହିଁକି? ଗୌରୀ ମଲାଜହ୍ନ ପରି ଫିକା ହୋଇ ବସିଥାଏ। ଓଢ଼ଣାରେ ମୁହଁ ଲୁଚାଇ ଚୁପ୍ ରହିଥାଏ। ଜଗନ୍ନାଥଙ୍କର ଆଖି ସଙ୍ଗେ ଆଖି ମିଳାଇ ଯିବାରୁ ବଡ଼ ବଡ଼ 2 ବିନ୍ଦୁ ଲୁହ ଖସି ପଡ଼ିଲା ତା ଆଖିରୁ। ସେ ଦୃଷ୍ଟି ଫେରାଇ ନେଇ ବାହାରକୁ ଚାହିଁଲା। କୋହ ଚାପି ଚାପି ନିଜକୁ ରୋକିନେଲା। ଜଗନ୍ନାଥ ଭାବିଲା, ବାହାଘର ଠିକ୍ ହୋଇଯିବା ନିଶ୍ଚିନ୍ତ ବୋଲି ଗୌରୀ କାନ୍ଦୁଛି। ସବୁ ଝିଅ ଏମିତି କାନ୍ଦନ୍ତି। ଗୌରୀର କାନ୍ଦ ତାକୁ ଆଜି ଭାରି ଆନନ୍ଦ ଦେଲା। ତା ଭଉଣୀର ବାହାଘର ହେବ, ଏ ତ କିଛି କମ୍ କଥା ନୁହେଁ। ହରମୋହନ ହସି ହସି କହିଲେ, ଗୌରୀଟା ଏକବାରେ ମଫସଲି। ରୂପଖଣ୍ଡକ ପାଇଁ ତାକୁ ସେମାନେ ପସନ୍ଦ କରିଛନ୍ତି। ଆଉ ସବୁଥିରେ ସେ ଆଜିକାଲିର ଚଳଣି ପାଇଁ ଅଚଳ। ଦେଖାଯାଉ କ'ଣ ହେଉଛି। ଘରେ ପହଞ୍ଚି ଗୌରୀ ମା'କୁ କୁଣ୍ଢେଇ ଭୋ ଭୋ କାନ୍ଦିଥିଲା। ସମସ୍ତେ ଜାଣିଲେ ଗୌରୀର ବାହାଘର ଠିକ୍ ହେଲା। ହରମୋହନକୁ ସମସ୍ତେ ଧନ୍ୟ ଧନ୍ୟ ପ୍ରଶଂସା କଲେ। ବାପ ଚେଉଣ୍ଡ ଗରିବ ଝିଅଟାକୁ କୂଳରେ ଲଗାଇ ଦେଇ ବୋଲି ହରମୋହନର ଯଶଖ୍ୟାତି ବଢ଼ିଗଲା। ହରମୋହନ ବାବୁ ଅମାୟିକ ହସ ହସି ହାତ ଯୋଡ଼ି ବିନୟର ସହ କହୁଥିଲେ, ଏ ତ ମୋର କର୍ତ୍ତବ୍ୟ। ଗୌରୀର ବାପା ସ୍ୱାଧୀନତା ସଂଗ୍ରାମୀ ଥିଲେ। ଦେଶ ପାଇଁ ବହୁବାର କାରାବରଣ କରିଥିଲେ। ତାଙ୍କ ଝିଅର ଦାୟିତ୍ୱ ଆମର ନୁହେଁ ତ ଆଉ କାହାର? ତା ଛଡ଼ା ଝିଅ ତ ସମସ୍ତଙ୍କର। ବିଚାରୀ ଗୌରୀ ସୁଖୀ ହଉ, ଶାନ୍ତିରେ ରହୁ। ସତକୁ ସତ ଗୌରୀ ଚିରନ୍ତନ ସୁଖ ଓ ଶାନ୍ତିର ଅମରଧାମକୁ ଚାଲି ଯାଇଥିଲା। ସକାଳକୁ ଗୌରୀର ଶବ ପୋଖରୀରେ ଭାସୁଥିଲା। ଗୌରୀ ଆତ୍ମହତ୍ୟା କରିଥିଲା। ଚିଠି ଖଣ୍ଡେ ଲେଖି ଯାଇଥିଲା, ମୋର ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ବଞ୍ଚି ରହିବାର ନୈତିକ ସାହସ ମୁଁ ହରାଇଛି, ତେଣୁ ମୁଁ ବିଦାୟ ନେଉଛି। ସମସ୍ତଙ୍କୁ ଆବାକ୍ କରିଦେଇ ହରମୋହନ କହି ବୁଲୁଥିଲେ, ଗୌରୀ ଅବୈଧ ପ୍ରଣୟରେ ଲିପ୍ତ ଥିଲା। ବିବାହ ପାଇଁ ତାର ସମ୍ମତି ନଥିଲା, ତେଣୁ ସେ ଏଇ ପଥ ବାଛି ନେଇଛି। 10ମ ଶ୍ରେଣୀରୁ ପାଠ ଛାଡ଼ି ବିବାହ ପାଇଁ ବାରମ୍ବାର ପାତ୍ରପକ୍ଷ ସମ୍ମୁଖରେ ନିଜକୁ ପ୍ରଦର୍ଶିତ କରୁଥିବା ସ୍ୱପ୍ନ ବିଳାସିନୀ ଝିଅଟି କାହିଁକି ଯେ ବଞ୍ଚି ରହିବାର ନୈତିକ ସାହସ ହରାଇଲା, ସେ କଥା ସେଦିନ ବୁଝିପାରିନଥିଲା ସରଳମୂର୍ତ୍ତି ଜଗନ୍ନାଥ। ପରେ ଅନ୍ୟ କେତୋଟି ଘଟଣାରୁ ହରମୋହନଙ୍କର ପ୍ରକୃତ ସ୍ୱରୂପ ଜଣାପଡ଼ିବା ପରେ ଜଗନ୍ନାଥ ବୁଝିଥିଲା, ହରମୋହନ ହିଁ ତାର ଭଉଣୀର ମୃତ୍ୟୁ ପାଇଁ ଦାୟୀ। କିନ୍ତୁ ତାଙ୍କ ବିରୋଧରେ ଗୌରୀ ସମ୍ପର୍କରେ କିଛି ପ୍ରମାଣ ନଥିଲା। ତା ପରଠାରୁ ଅନ୍ୟର ଅଯାଚିତ ସାହାଯ୍ୟକୁ ସନ୍ଦେହ ଚକ୍ଷୁରେ ଦେଖି ଆସିଛି ଜଗନ୍ନାଥ। ଦୀନବନ୍ଧୁ ପୁଣି ଥରେ କହିଲେ, ଜାଣେ, ତୁ ଭାବୁଛୁ ମୁଁ କାହିଁକି ତୋତେ ଏପରି ସାହାଯ୍ୟ କରୁଛି। ମେଧାବୀ ଛାତ୍ରଙ୍କ ପ୍ରତି ମୋର ଚିରକାଳ ଦୁର୍ବତା ରହିଆସିଅଛି। ମେଧାବୀ ଏବଂ ଦରିଦ୍ର ଛାତ୍ରଙ୍କୁ ଅଳ୍ପ ବହୁତ ସାହାଯ୍ୟ କରିବା ମୋ ଜୀବନର ବ୍ରତ। ତା ଛଡ଼ା ତତେ ମୁଁ ପୁଅ ଭଳି ସ୍ନେହ କରେ। ତୋ ବାପାଙ୍କର ନିଷ୍ଠା, ଚରିତ୍ରବତ୍ତା ଆଉ ଜାତିପ୍ରେମ ମୋତେ ଚିରଦିନ ପାଇଁ ପଦରେ ମତାନଥ କରାଇଛି। ତୋ ଜୀବନର ଗୋଟାଏ ବଡ଼ ସ୍ୱପ୍ନ ଯଦି ମୋର କିଞ୍ଚିତ୍ ସାହାଯ୍ୟରେ ସଫଳ ହୁଏ, ତେବେ ତାଙ୍କର ଅମର ଆତ୍ମା ମୋ ପୁଅକୁ ଆଶୀର୍ବାଦ ଢାଳିବ। ଜଗନ୍ନାଥର ଦ୍ରବୀଭୂତ ଅନ୍ତରର କୃତଜ୍ଞତା ଆଖିର ନଦୀପଥର ଜଳ ହୋଇ ଝରି ଆସିଲା। 3 ବର୍ଷ କାଳ ପାଠ ଛାଡ଼ି ଗାଇଡ୍ କାମ କରୁଥିବା ଜଗନ୍ନାଥ ରାଉତରାୟ କଲେଜରେ ନାମ ଲେଖାଇଲା।
ଚାରି ବର୍ଷ କାଳ ସାହାଯ୍ୟ କଲେ ଦୀନବନ୍ଧୁ। ଜଗନ୍ନାଥ ମଧ୍ୟ ପାଠପଢ଼ାର ସମୟରେ କିଛି ଅର୍ଥ ଉପାର୍ଜନ କରୁଥିଲା। ଶେଷ ପରୀକ୍ଷାରେ ଜଗନ୍ନାଥ ବିଶ୍ୱବିଦ୍ୟାଳୟରେ ଇଂରାଜୀ ଅନର୍ସରେ ଦ୍ୱିତୀୟ ସ୍ଥାନ ଅଧିକାର କରି କୃତିତ୍ୱ ହାସଲ କଲା। ସେତେବେଳକୁ ଦୀନବନ୍ଧୁଙ୍କର ହୃଦୟରେ ତାର ଆସନ ସୁଦୃଢ଼ ହୋଇସାରିଥିଲା। ଦୀନବନ୍ଧୁ ସ୍ଥିର କରିଥିଲେ ସେ ଦିଲ୍ଲୀ ୟୁନିଭର୍ସିଟିରେ MA କରିବ ବୋଲି। ଅନ୍ୟାନ୍ୟ ଭାଷା ମଧ୍ୟ ସେଠାରେ ଶିଖିବ। ଯେତେ ପାରେ ସେତେ ଜ୍ଞାନ ଅର୍ଜନ କରିବ। ଜଗନ୍ନାଥକୁ ନେଇ ଦୀନବନ୍ଧୁଙ୍କ ମନର ସ୍ୱପ୍ନ ଜମାଟ ବାନ୍ଧି ଆସୁଥିଲା। ଜଗନ୍ନାଥ ବୀର ପାଇକ ବଂଶର ପିଲା। ତାର ପୂର୍ବପୁରୁଷ ଗଙ୍ଗବଂଶର ରାଜତ୍ୱ କାଳରେ ମୁସଲମାନଙ୍କ ବିରୋଧରେ ଲଢ଼ିଥିଲେ। ଇଂରେଜ ବିରୋଧରେ ଲଢ଼ି ଗୁଳିଆକରେ ଛାତି ପତାଇଥିଲେ। ଜଗନ୍ନାଥର ବାପା ନିରଞ୍ଜନ ଲବଣ ସତ୍ୟାଗ୍ରହରେ ଭାଗ ନେଇ କାରାବରଣ କରିଥିଲେ। ଜୀବନର ପ୍ରକୃଷ୍ଟ ସମୟତକ କଟିଥିଲା କାରାଗାରରେ। ମୁକ୍ତି ପାଇ ଘରକୁ ଫେରିଲା ବେଳକୁ ପତ୍ନୀ ପ୍ରୌଢ଼ା। ସେ 54 ବର୍ଷ ବୟସ୍କ ରୁଗୁଣ ଜରାଗ୍ରସ୍ତ ମଣିଷଟିଏ। ତା ପରଠାରୁ ନିରଞ୍ଜନଙ୍କ ପ୍ରକୃତ ଦାମ୍ପତ୍ୟ ଜୀବନର ଆରମ୍ଭ ଏବଂ ତାରି ଫଳସ୍ୱରୂପ ଜଗନ୍ନାଥ ଏବଂ ଗୌରୀଙ୍କ ଜନ୍ମ। ଜଗନ୍ନାଥଙ୍କୁ ଗାଁ ସାହାଳିରେ ବସାଇ ଦେଇ ବୃଦ୍ଧ ନିରଞ୍ଜନ ବାପାର କର୍ତ୍ତବ୍ୟ ଶେଷ କରାଇ ଦେଇ ନିଶ୍ଚିନ୍ତ ନିଦକ ହୋଇଯାଇଥିଲେ। ପରମ ପାହାଡ଼ ଆଜାଡ଼ି ହୋଇ ପଡ଼ିଥିଲା ଜନନୀ ସତ୍ୟଭାମାଙ୍କ ମୁଣ୍ଡ ଉପରେ। ଜଗନ୍ନାଥ ଦରିଦ୍ର ହୋଇପାରେ, ମାତ୍ର ତା ବଂଶର ଗୋଟାଏ ଐତିହ୍ୟ ଅଛି, ଗରିମା ଅଛି। କୌଣସି ଦିନ ନିଜ ସଂସ୍କୃତିର ଅବମାନନା କରିପାରିବ ନାହିଁ, ଏକଥା ବୁଝିଥିଲେ ଦୀନବନ୍ଧୁ। ସେଇଥିପାଇଁ ଜଗନ୍ନାଥଙ୍କୁ ଦୁଇବାର ଦୁଇ ବାହୁରେ ପ୍ରସାରି ଆଉ ନିକଟକୁ ଟାଣି ଆଣୁଥିଲେ। MA ପଢ଼ିବା ଜଗନ୍ନାଥ ପାଇଁ ସୁଦୂର ସ୍ୱପ୍ନ। BA ପରୀକ୍ଷାରେ କୃତିତ୍ୱରେ ସେ ନିଜକୁ ସନ୍ତୁଷ୍ଟ ରଖିବା ପାଇଁ ଚେଷ୍ଟା କରୁଥିଲା। ସେ ଗ୍ରାଜୁଏଟ୍ ହୋଇଛି। ଇଂରାଜୀରେ ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରିପାରୁଛି। ଜଗନ୍ନାଥ ମଧ୍ୟ ଭାବୁଥିଲା ଢେର କିଛି। ବନ୍ଧୁ ପରିଜନ ସେ କଥା କହୁଥିଲେ। ସେ ଏବେ ମୁକ୍ତ। ଭଉଣୀ ଆଗରୁ ଯାଇଥିଲା। BA ପଢ଼ିବା ଭିତରେ ମା ମଧ୍ୟ ଆଖି ବୁଜିଛନ୍ତି। କୋଣାର୍କ ଜଗନ୍ନାଥର ଏକାକୀ ଜୀବନ ପାଇଁ ଯଥେଷ୍ଟ ବେଶୀ। ଜଗନ୍ନାଥ ପୁଣି ଥରେ କୋଣାର୍କ ବେଢ଼ାକୁ ପାଦ ବଢ଼ାଇଲା। ବାଟ ଓଗାଳିଲେ ପିତୃପ୍ରତିମ ଶିକ୍ଷକ ଦୀନବନ୍ଧୁ। ଗମ୍ଭୀର କଣ୍ଠରେ କହିଲେ, ତମେ MA ପଢ଼ିବ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ। ତମେ ଚାହିଁଲେ ସେଠି ପୃଥିବୀର ଆଉ କେତେଗୋଟି ଭାଷା ମଧ୍ୟ ଶିଖିପାର। ତମ ଜୀବନର ସ୍ୱପ୍ନ ଏବେ ବି ସମ୍ପୂର୍ଣ୍ଣ ହୋଇନାହିଁ। ଜଗନ୍ନାଥ ବିସ୍ମୟ ପୁଲକରେ ବିମୂଢ଼ ହୋଇଗଲା। ଦୀନବନ୍ଧୁ ପୁଣି ଆଦେଶ କଲେ, ତମେ ପ୍ରସ୍ତୁତ ହୁଅ। ଅନ୍ୟ ସବୁ ଦାୟିତ୍ୱ ମୋର। ମାତ୍ର 2ଟା ବର୍ଷ ତମ ସମଗ୍ର ଜୀବନର ନକ୍ସ ବଦଳାଇ ଦେଇପାରେ। ଜଗନ୍ନାଥ କୁଣ୍ଠିତ ହେଇ ନମ୍ର ଭାବେ କହିଲା, ଆପଣଙ୍କ ଉପରେ ଅଯଥା ବୋଝ ହେବା ପାଇଁ ଖୁବ୍ ବାଧୁଛି। ଆପଣଙ୍କର ବି ସଂସାର ଅଛି। ସଂସାରର ବୋଝ ଧୀରେ ଧୀରେ ବଢ଼ିବ ସିନା, କମିବ ନାହିଁ। ଦୀନବନ୍ଧୁ ଦୀର୍ଘଶ୍ୱାସ ଛାଡ଼ି କହିଲେ, ମୋର ଗୋଟାଏ ବୋଲି ପୁଅ ଦିନେଶ ସ୍କୁଲରେ ପଢ଼ୁଛି। ୟାକୁ ପୁଣି କହନ୍ତି ସଂସାର? ଦିନେଶ ପୁଅଟାଏ, ଭଲ ପଢ଼ିଲେ ପଢ଼ିଯିବ, ନ ପଢ଼ିଲେ ଗାଁରେ ରହିବ। କୌଣସି ଦିନ ସେ ମୋର ସଂସାରର ବୋଝ ହେବ ନାହିଁ। ବୋଝ ବୋଲି ଭାବି ଯାହାକୁ ସତ୍ପାତ୍ରରେ ଉଠାଇ ଦେଲି, ସେଇ ତ ମୋ ବୋଝ ହେବ ନାହିଁ ବୋଲି ଚାଲିଯାଇଛି। ସେ ପୁଣି ବୋଝ କ'ଣ? ଅନୁପମାକୁ ସତ୍ପାତ୍ରରେ ଦାନ କରିଥିଲେ ଦୀନବନ୍ଧୁ। ପାତ୍ରଟି ଡାକ୍ତର, ରୂପବାନ, ଅବସ୍ଥା ସମ୍ପନ୍ନ ପରିବାରର ପିଲା। ନିଜ କ୍ଷମତାଠାରୁ ଅଧିକ ଯୌତୁକ ଦେଇ ଝିଅକୁ ବିବାହ କରିଦେଇଥିଲେ। ବିବାହ ପରେ ଜଣାପଡ଼ିଥିଲା ଡାକ୍ତର ଜ୍ୱାଇଁ ନୀଳକଣ୍ଠ ପୂର୍ବରୁ ନର୍ସ ସୁଷମାର ପ୍ରଣୟପାଶରେ ଆବଦ୍ଧ। ଅନୁପମା ସେତେବେଳକୁ ଅନ୍ତଃସତ୍ତ୍ୱା। ନୀଳକଣ୍ଠ ପତ୍ନୀକୁ କହିଥିଲା, ତମେ ବାପାଙ୍କ ପାଖକୁ ଫେରିଯାଅ, ମୁଁ ସୁଷମାକୁ ବିବାହ କରିବି। ସୁଷମା ବ୍ୟତୀତ ମୁଁ ବଞ୍ଚି ନପାରେ। ମୋତେ ବିବାହ କରୁଥିଲ କାହିଁକି? ନିରୁପମା କାନ୍ଦୁଥିଲା। ନୀଳକଣ୍ଠ ଜବାବ ଦେଇଥିଲା, ବାପାଙ୍କ ବାଧ୍ୟରେ ପଡ଼ି ବିବାହ କରିଥିଲି। ତମ ବାପା ଏତେ ଯୌତୁକ ଦେଇନଥିଲେ, ଏ ବିବାହରେ ମୋ ବାପା ସମ୍ମତି ଦେଇନଥାନ୍ତେ। ଏମିତି କେତେ ବାହାଘର ଆଗରୁ ଭାଙ୍ଗିଛି। କିଛି ବର୍ଷ କଟି ଯାଇଥିଲେ ବାପା ବାଧ୍ୟ ହୋଇ ମୋ କଥାରେ ରାଜି ହେଇଥାନ୍ତେ। ଆଜି ମୋର ଏ ଅବସ୍ଥା ପାଇଁ ତମ ବାପା ଦାୟୀ। ତେଣୁ ତୁମର ଦାୟିତ୍ୱ ସେ ନେବେ, ତା ସହିତ ତମ ଅନାଗତ ସନ୍ତାନର ମଧ୍ୟ। ଅନୁପମା ବାପଘରକୁ ସବୁଦିନ ପାଇଁ ଫେରିଆସୁଛି ବୋଲି ଦୀନବନ୍ଧୁ ଜ୍ୱାଇଁଠାରୁ ଚିଠି ପାଇଲେ। କିଛି ଦିନ ପରେ ଅନୁପମା ଜଳନ୍ତା ଦେହଟାକୁ ଡାକ୍ତରଖାନାକୁ ନେଉ ନେଉ ତାର ପ୍ରାଣବାୟୁ ଉଡ଼ିଗଲା। ମୃତ୍ୟୁର କାରଣ ଦୁର୍ଘଟଣା, ହତ୍ୟା କିମ୍ବା ଆତ୍ମହତ୍ୟା ହୋଇପାରେ ବୋଲି ସମସ୍ତେ ଭାବୁଥିଲେ। ଦୀନବନ୍ଧୁ ବାବୁ ଅନୁଭବ କରୁଥିଲେ,
ଅନୁପମା ଭଳି ଝିଅ ନିଜର ଏବଂ ନିଜର ସନ୍ତାନର ବୋଝକୁ ନିଷ୍ଠାପର ଆଦର୍ଶ ଶିକ୍ଷକ ବାପାଙ୍କ ମୁଣ୍ଡରେ ଲଦି ଦେଇ ନାହିଁ ବୋଲି ଗୋଟାଏ କିଛି ବାଟଏ କରିନେଇଛି। ତାଙ୍କ ମୁଣ୍ଡରେ ଆଉ ପୁଣି ବୋଝ ହେବ କିଏ? ଦୀନବନ୍ଧୁଙ୍କର ଛଳଛଳ ଆଖିକୁ ଚାହିଁ ଜଗନ୍ନାଥ ଅନୁଗତ କଣ୍ଠରେ କହିଲା, ଆପଣଙ୍କ କଥାରେ ମୁଁ ରାଜି, କିନ୍ତୁ ଏ ଉପକାରର ଋଣ ଶୁଝିବା ପାଇଁ 7 ଜନ୍ମ ମଧ୍ୟ ଯଥେଷ୍ଟ ହେବ ନାହିଁ। ଜଗନ୍ନାଥ ଦିଲ୍ଲୀ ଯିବା କଥା ସ୍ଥିରୀକୃତ ହୋଇଗଲା। ଅକସ୍ମାତ୍ ଦିନେ ଦୀନବନ୍ଧୁ କହିଲେ, ଦିଲ୍ଲୀ ଯିବା ଆଗରୁ ତମେ ବିବାହ କରିଯିବା ଉଚିତ। ପାଠ ସାରି ଫେରୁ ଫେରୁ ତମର ବିବାହ ବୟସ ଉତ୍ତୀର୍ଣ୍ଣ ହୋଇଯିବ। ବିବାହ? ଜଗନ୍ନାଥ ଅସ୍ପଷ୍ଟ ଆର୍ତ୍ତନାଦ କରିଥିଲା। ନିଜ ସମ୍ପର୍କରେ ବିବାହ କଥାଟା ସେ କେବେ ଚିନ୍ତା କରିନାହିଁ। ଭଉଣୀର ମୃତ୍ୟୁ ପରେ ସେ ବିବାହକୁ ମନେ ମନେ ଭୟ କରିଛି, ପ୍ରକାଶ୍ୟରେ ଘୃଣା ବି କରିଛି। ତା ଭଳି ଏକ ଅନାଥକୁ ପୁଣି କେଉଁ ଝିଅ ବିବାହ କରିବ? ଦୀନବନ୍ଧୁ ପୁଣି କହିଲେ, ତମକୁ ମୁଁ ଚିହ୍ନିଛି, ତମକୁ ଚିହ୍ନିଛି ବୋଲି ନିଜର କରିଛି। ବିବାହ ଭଳି ତମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇବା ମୋର କର୍ତ୍ତବ୍ୟ। ମୋର ଝିଆରୀ ପ୍ରାଚୀପ୍ରଭାକୁ ତମ ହାତରେ ଅର୍ପଣ କରି ମୁଁ ଅନୁପମାର ଦୁଃଖ ଓ ଗ୍ଲାନିକୁ ଭୁଲିଯିବାକୁ ଚାହେଁ। ସେଦିନ ମୁଁ ନୀଳକଣ୍ଠର ସାର୍ଟିଫିକେଟ୍, ଚେହେରା ଆଉ ସମ୍ପତ୍ତିକୁ ଦୌଲତାକୁ ସତ୍ପାତ୍ର ମନେକରି ନିଜର ଏକମାତ୍ର ଝିଅର ହତ୍ୟାକାଣ୍ଡରେ ସମ୍ପୃକ୍ତ ହୋଇଛି। ଅନୁପମାର ମୃତ୍ୟୁ ପରେ ପ୍ରାଚୀପ୍ରଭାକୁ ମୁଁ ଝିଅ ମନେ କରୁଛି। ତାକୁ ସତ୍ ପାତ୍ରରେ ଦାନ କଲେ ମୋ ପାପର ପ୍ରାୟଶ୍ଚିତ ହେବ। ଜଗନ୍ନାଥ ଆଘାତ ପାଇଥିଲା। ଜୀବନର ଏ ମଧ୍ୟ ଏକ ମସ୍ତ ବଡ଼ ଧକ୍କା। ଆଜି ପର୍ଯ୍ୟନ୍ତ ସେ ଭାବିଥିଲା ଦୀନବନ୍ଧୁ ନିଃସ୍ୱାର୍ଥ ପର ଭାବରେ ତାକୁ ପାଠ ପଢ଼ାଇ ଶିକ୍ଷିତ କରାଇଛନ୍ତି। କିନ୍ତୁ ଆଜି ବୁଝିପାରିଛି ଦୀନବନ୍ଧୁ ଏବଂ ଚାରୁକଳାଙ୍କର ସ୍ନେହ, ସୋହାଗ, ସାହାଯ୍ୟ ଏବଂ ବଦାନ୍ୟତା ପଛରେ ପ୍ରଚ୍ଛନ୍ନ ଏକ ଉଦ୍ଦେଶ୍ୟ ହିଁ ଥିଲା। ଦେଖି ଚାହିଁ ଅନୁଧ୍ୟାନ କରି ଜଗନ୍ନାଥକୁ ସତ୍ପାତ୍ର କରି ଗଢ଼ୁଥିଲେ ନିଜ ଝିଆରୀ ପାଇଁ। ଜଗନ୍ନାଥର ମନରେ ଦୁନିଆର ପ୍ରତି ବିତୃଷ୍ଣା ଭାବ ଜାଗି ଉଠିଥିଲା। ଏ ସଂସାରରେ ମଣିଷ ମଣିଷ ଭିତରେ କ'ଣ ନିଃସ୍ୱାର୍ଥ ନିଷ୍କାମ ସମ୍ପର୍କ ପ୍ରତିଷ୍ଠା ହୋଇପାରିବ ନାହିଁ? ଏପରିକି ସ୍ୱାମୀ ସ୍ତ୍ରୀର ସମ୍ପର୍କ ମଧ୍ୟ ଉଦ୍ଦେଶ୍ୟ ପ୍ରଣୋଦିତ, ସ୍ୱାର୍ଥଜଡ଼ିତ। ଦୀନବନ୍ଧୁଙ୍କ ଆଗୁଆ ଯୌତୁକ ନେଇ ସେ ଉଚ୍ଚଶିକ୍ଷିତ ହୋଇଛି। ଏବେ ଆଉ ତାଙ୍କ କଥାରୁ ବାହାରି ଯାଇ ସେ ଅକୃତଜ୍ଞ ହେବାକୁ ଚାହେଁନା। ପୁରୁଷୋତ୍ତମ ଧାମରେ ଜଗନ୍ନାଥଙ୍କୁ ସାକ୍ଷୀ ରଖି ନିଡ଼ାମ୍ବର ଭାବରେ ପ୍ରାଚୀପ୍ରଭା ସହ ଜଗନ୍ନାଥର ବିବାହ ସମ୍ପନ୍ନ ହୋଇଗଲା। ପାଟଶାଢ଼ୀରେ ଆବୃତ ପୁଟୁଳିଟିଏ ଆଉଜି ଯାଇଥାଏ ଚାରୁକଳାଙ୍କ କୋଳରେ। ନରମ କଅଁଳ ପଦ୍ମପାଖୁଡ଼ା ପରି ହାତଟିଏ ଜଗନ୍ନାଥଙ୍କ କଠିନ ହାତ ସଙ୍ଗେ ମିଳାଇ ଦେବା ବେଳେ ଜଗନ୍ନାଥର ବିଦ୍ରୋହୀ ମନଟା ଅକସ୍ମାତ୍ ଉଷ୍ମ ମଧୁର କୋମଳ ଏକ ଭାବନାରେ ଦ୍ରବୀଭୂତ ହୋଇଯାଇଥିଲା। ସର୍ବମଙ୍ଗଳ ଜଗନ୍ନାଥ ଯେଉଁ ବିବାହର ପୁରୋଧା, ତାକୁ ସ୍ୱୀକାର କରିନେବାରେ ବାଧା କ'ଣ? ଚାର୍ଲ୍ସର ଅନ୍ତରଙ୍ଗ କଥା କେତେ ପଦ ପ୍ରାଚୀପ୍ରଭାର ମନରେ ପୁଣି ସେ ପୁରୁଣା ସ୍ମୃତିକୁ ଜାଗ୍ରତ କରାଇଛି। ନିଜର ବିବାହ, ସ୍ୱାମୀ ମିଳନ ରାତ୍ରିର କଥା ସ୍ମରଣ କଲେ ପ୍ରାଚୀପ୍ରଭା କେବଳ ଜଗନ୍ନାଥଙ୍କର 2ଟା ବିଶ୍ୱବ୍ୟାପୀ ଆଖିକୁ ଦେଖେ। ତା ଛଡ଼ା ବିବାହ ସମ୍ବନ୍ଧରେ ତାର ଆଉ କିଛି ଭାବପ୍ରବଣତା ରହିବାର ଅବକାଶ ନାହିଁ। 13 ବର୍ଷ କିଶୋରୀ ପ୍ରାଚୀପ୍ରଭା ସେଇମାତ୍ର ସ୍କୁଲ ଛାଡ଼ିଥାଏ। ପାଠ ଶେଷ ହେବା ଯୋଗୁଁ ନୁହେଁ, ଏଣିକି ଆଉ ପଢ଼ିବା ପାଇଁ ବାହାରକୁ ଗୋଡ଼ କାଢ଼ିବା ଉଚିତ ନୁହେଁ ବୋଲି ତାର ସ୍କୁଲ ଯିବା ବନ୍ଦ ହୋଇଯାଇଥାଏ। ପ୍ରାଚୀପ୍ରଭାର ଦୁଃଖ କ'ଣ? ସେ ତ ସ୍ୱପ୍ନ ବିଳାସରେ ଆଉ 5 ଜଣ ଝିଅଙ୍କ ପରି ବୁଡ଼ି ଯାଇଥାଏ। ମଉସା, ମାଉସୀ, ଭାଇ ଭାଉଜଙ୍କ ସଙ୍ଗେ ଜଗନ୍ନାଥ ଦର୍ଶନ ପାଇଁ ସେ ପୁରୀ ଗଲା। ତା ପାଇଁ ନୂଆ ଶାଢ଼ୀ, ନୂଆ ଗହଣା କିଣା ହୋଇଥାଏ। ପୁରୀରେ ପହଞ୍ଚି ଶୁଣିଲା ତାର ବାହାଘର। ସ୍ୱାମୀଙ୍କ ନାମ ଜଗନ୍ନାଥ। ମେଧାବୀ, ଭଦ୍ର, ଉତ୍ତମ ଚରିତ୍ରର ପୁରୁଷ। ବିବାହ ପରେ ଉଚ୍ଚଶିକ୍ଷା ପାଇଁ ଦିଲ୍ଲୀ ଯିବେ। ଭବିଷ୍ୟତ ଉଜ୍ଜ୍ୱଳ। ପ୍ରାଚୀପ୍ରଭା ମାଟିର କଣ୍ଢେଇ। ଅନ୍ୟର ଇଚ୍ଛାରେ ସେ ହସିବ, କାନ୍ଦିବ, ନାଚିବ, ନହେଲେ ବା ଭାଙ୍ଗିରୁଜି ଚୂନା ହୋଇଯିବ। ତାର ଆୟତ୍ତ କ'ଣ? ଝିଅମାନଙ୍କର ଜୀବନ ତ ଏମିତି। ଈଶ୍ୱର ଏବଂ ଗୁରୁଜନ ଯାହା କରନ୍ତି ମଙ୍ଗଳ ପାଇଁ। ସବ ମଙ୍ଗଳ ଜଗନ୍ନାଥ ରୀତିରେ ବିବାହ ସମ୍ପନ୍ନ ହେଲା। ଓଢ଼ଣା ଫାଙ୍କରେ ପ୍ରାଚୀପ୍ରଭା ଦେଖିଲା ଜଗନ୍ନାଥଙ୍କର ବିଶ୍ୱବ୍ୟାପୀ ଆଖି ଦୁଇଟା ତା ବିବାହର ସାକ୍ଷୀ ଦେଇ ଚାହିଁ ରହିଛି। ପ୍ରାଚୀପ୍ରଭା ଆଖି ବୁଜିଦେଲା ଭୟରେ। ମନେ ମନେ ପ୍ରଭୁଙ୍କୁ ଜଣାଇଲା, ମୁଁ କିଛି ଜାଣେ ନାହିଁ ପ୍ରଭୁ, ସବୁ ତମରି ଇଚ୍ଛା। ମିଳନ ଲଗ୍ନରେ ପ୍ରାଚୀପ୍ରଭା ଭୟରେ ଜଡ଼ସଡ଼ ହୋଇ ଓଢ଼ଣା ଫାଙ୍କରେ ଦେଖୁଥାଏ ତାର ସ୍ୱାମୀ ଜଗନ୍ନାଥଙ୍କୁ। ଶ୍ୟାମଳ ରଙ୍ଗ, ବଳିଷ୍ଠ ଗଢ଼ଣ, ଦୃଢ଼ ନିଷ୍ପତ୍ତି ସୂଚକ ମୁଖର ଭାବ
ଅଟଳ ଅଚଳ ପ୍ରଭୁ ମହାବାହୁଙ୍କ ଭଳି ସେ ଦିଶୁଥାନ୍ତି। ତାଙ୍କୁ କେବଳ ଭକ୍ତି କରିବା ପାଇଁ ଇଚ୍ଛା ହେଉଥାଏ। ତା ସହିତ ମିଶିଥାଏ ଗୋଟାଏ ଅଜଣା ଭୀତିଭାବ। ଜୀବନର ସଂଘର୍ଷ ଭିତରେ ଉଠିପଡ଼ି ଜଗନ୍ନାଥ ରୁକ୍ଷ ହେଇଛି। ତଥାପି ହୃଦୟ ଭିତରେ କୋମଳ ନରମ ଅଂଶଟିଏ ଏପର୍ଯ୍ୟନ୍ତ ଯେ ତାର ଅଜାଣତରେ ରହିଯାଇଛି, ସେ କଥା ଏହି ମୁହୂର୍ତ୍ତରେ ହିଁ ସେ ଅନୁଭବ କରୁଛି। ନବବଧୂକୁ ପରମ ଆଦରରେ ପ୍ରଥମ ସମ୍ଭାଷଣ ଜଣାଇ ଆଲିଙ୍ଗନ କରିଥିଲା ଜଗନ୍ନାଥ। ପର ମୁହୂର୍ତ୍ତରେ ଚମକି ଉଠି ନରାଶ ଓ କାରୁଣ୍ୟରେ ସେ ପ୍ରାଚୀପ୍ରଭାର କ୍ଷୀଣ ଦୁର୍ବଳ ଦେହଟାକୁ ନିଜଠାରୁ ମୁକ୍ତ କରିଦେଇଥିଲା। ମନ ଭିତରେ ଅଙ୍କା ହୋଇଥିବା କୋଣାର୍କର ମୈଥୁନ ମୂର୍ତ୍ତିଗୁଡ଼ା ବିଦ୍ରୂପରେ ଅଟହାସ୍ୟ କରୁଥିଲେ ଜଗନ୍ନାଥକୁ। ଦୁଃଖ ଲଜ୍ଜାରେ ଜଗନ୍ନାଥ ମ୍ଳାନ ହୋଇଯାଇ ପଚାରିଲା, ତମର ବୟସ କେତେ? ସରଳ କଣ୍ଠରେ ପ୍ରାଚୀପ୍ରଭା ଉତ୍ତର ଦେଲା, 15। ଛି, ତମେ ଛୋଟ ପିଲା ବୋଲି ଜାଣିଥିଲେ ମୁଁ ତୁମକୁ ସ୍ପର୍ଶ କରିନଥାନ୍ତି। ତମର ମଉସା କହିଥିଲେ ତମ ବୟସ 18, ମୋର ବୟସ 28। କ୍ଷମା କର ପ୍ରାଚୀ, ମୁଁ ତମ ଉପରେ ଅତ୍ୟାଚାର କରିବା ପାଇଁ ଲଜ୍ଜାବୋଧ କରେ। ଶୋଇପଡ଼, ତମେ କ୍ଳାନ୍ତ ହେଇଛ, ମୁଁ ବାହାରେ ଶୋଇବି। ଘର ଭିତରେ ଅସହ୍ୟ ଗରମ, ମୋର ଶ୍ୱାସରୁଦ୍ଧ ହୋଇଯାଉଛି। ସ୍ୱାମୀଙ୍କ କଥା ପ୍ରାଚୀପ୍ରଭା ସେଦିନ କିଛି ବୁଝିପାରିନଥିଲା। ସେ ସତକୁ ସତ କ୍ଳାନ୍ତ ହୋଇଯାଇଥିଲା। ସୁଖନିଦ୍ରାରେ ଶୋଇପଡ଼ିଥିଲା ସଙ୍ଗେ ସଙ୍ଗେ। ବାହାରେ ଜଗନ୍ନାଥ ଦୀନବନ୍ଧୁଙ୍କର ସମସ୍ତ ବଦାନ୍ୟତାକୁ ପଦାଘାତ କରି ଘନ ଘନ ଦୀର୍ଘଶ୍ୱାସ ଛାଡ଼ୁଥିଲା। ତା ପରଦିନ ସକାଳେ ଜଗନ୍ନାଥର ଚିହ୍ନବର୍ଣ୍ଣ ନଥିଲା ଗାଁରେ। ସେ ନିରୁଦ୍ଦିଷ୍ଟ ହୋଇଯାଇଥିଲା। ଚିଠି ଖଣ୍ଡେ ପଡ଼ିଥିଲା ପ୍ରାଚୀପ୍ରଭାର ଶଯ୍ୟାରେ। ଲେଖିଥିଲା, ନାରୀ ପୁରୁଷର ମିଳନରେ ଏ ପୃଥିବୀ ସୃଷ୍ଟିଶୀଳ, ସୁନ୍ଦର, ନିତ୍ୟ ନୂତନ। କିନ୍ତୁ ସେ ମିଳନର ଅର୍ଥ ନୁହେଁ କାମନା ବାସନାର ପରିତୃପ୍ତି ଓ ବଳାତ୍କାର। ପ୍ରାଚୀପ୍ରଭା ସତ୍ପାତ୍ରର ସଂଜ୍ଞା ଭିତରେ ପୁରୁଷର ବୟସ ତମ ମଉସାଙ୍କ ଦୃଷ୍ଟିରେ ଅତି ଗୌଣ ହୋଇଯାଇଛି। ଯଦି ମୁଁ ତମ ପାଖରେ ରହେ, ତେବେ ପୁରୁଷର ଉଗ୍ର କାମନାରେ ଜର୍ଜରିତ ହେଇ ମୁଁ ପଶୁ ପାଲଟିଯିବି। ମୁଁ ପଶୁ ହେବାକୁ ଚାହେଁନା। କୋଣାର୍କ ମୋତେ ଶିଖାଇଛି ନିଷ୍ଠା ଓ ସଂଯମ। ସେଥିପାଇଁ ତମକୁ ଛାଡ଼ି ଯାଉଛି। ତମର ବିବାହ ବୟସ ହୋଇନାହିଁ। ତମକୁ ବିବାହ କରି ମୁଁ ଏକ ଅପରାଧ କରିଛି। ତେଣୁ ଏ ବିବାହକୁ ତମେ ଅସ୍ୱୀକାର କରିପାର। ଯଦି ବା କେବେ ସ୍ୱୀକାର କର, ସେତେବେଳକୁ ମୁଁ ହୋଇଥିବି ପ୍ରୌଢ଼ ବୟସ୍କ। ସେ ବୟସରେ ବିବାହର ଆବଶ୍ୟକତା କେବଳ ମାନସିକ, ଆତ୍ମିକ। ପ୍ରାଚୀପ୍ରଭା, ନାରୀ ଜାତି ପ୍ରତି ସାମାଜିକ ଅବିଚାରର ପ୍ରତିରୋଧ କର, ନିଜକୁ ନିଜେ ପ୍ରତିଷ୍ଠିତ କର। ତାହେଲେ ମୋ ଭଉଣୀର ଆତ୍ମା ବି ଶାନ୍ତି ପାଇବ। ମୁଁ ଯାଉଛି ନିଃସ୍ୱାର୍ଥ ନିଷ୍କାମ ମାନବିକ ସମ୍ପର୍କ ପ୍ରତିଷ୍ଠାର ପଥ ଖୋଜି ଖୋଜି। ଯଦି ସେ ପଥର ସନ୍ଧାନ ପାଏ, ତେବେ ଫେରିଆସିବି ତମ ସହ ନିଷ୍କାମ ମାନବିକ ସମ୍ପର୍କ ପ୍ରତିଷ୍ଠା କରିବା ପାଇଁ। ମୈତ୍ରୀ ଦେବତା ଜଗନ୍ନାଥଙ୍କର ତାହା ହିଁ ତ ବିଶ୍ୱବାସୀଙ୍କୁ ସନ୍ଦେଶ। ସେହି ସନ୍ଦେଶ ନେଇ ମୁଁ ପାତାଳରୁ ପୃଥିବୀ ଆଡ଼କୁ ପାଦ ବଢ଼ାଉଛି। ଅନିଚ୍ଛାକୃତ ଅପରାଧ ମାର୍ଜନ କରିବ। ବିଦାୟ, ତମର ଶୁଭାକାଂକ୍ଷୀ ଜଗନ୍ନାଥ। ଚିଠିଟା ଅନେକ ଥର ପଢ଼ିଥିଲା ପ୍ରାଚୀପ୍ରଭା। କିଛି ବୁଝିପାରିନଥିଲା ସେତେବେଳେ। ଯେତେବେଳେ ବୁଝିପାରିଲା, ଜଗନ୍ନାଥ ପ୍ରତି ଶ୍ରଦ୍ଧା ଓ ସମ୍ଭ୍ରମରେ ମନ କୋମଳ ହୋଇଗଲା। ଆତ୍ମା ଭରପୁର ହୋଇଗଲା। ଜଗନ୍ନାଥ ପଶୁ ନୁହେଁ, ପୁରୁଷ, ସୁପୁରୁଷ। ଏତିକି ତାର ଦୃଢ଼ ଧାରଣା ହେଇଥିଲା। ତା ପରଠୁ ସେ ନିଜକୁ ପ୍ରତିଷ୍ଠା କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି। ମାଉସୀ ମଉସାଙ୍କୁ ସେ ଦୋଷ ଦେଇନାହିଁ। ଜଗନ୍ନାଥ ଭଳି ସତ୍ପାତ୍ର ହାତରେ ପ୍ରାଚୀପ୍ରଭାକୁ ତୋଳିଦେବା ପାଇଁ ବୟସ ପ୍ରତି ଆଖି ବୁଜିଦେବା ମଉସାଙ୍କର ସ୍ନେହପ୍ରବଣ ହୃଦୟର ନମୁନା ବ୍ୟତୀତ ଅନ୍ୟ କ'ଣ ହୋଇପାରେ? କେହି କେହି କହନ୍ତି ଜଗନ୍ନାଥ ସଂସାରୀ ହୋଇଛି। କେହି କେହି କହନ୍ତି ସେ ହେଉଛି ବ୍ରହ୍ମଚାରୀ, ସନ୍ନ୍ୟାସୀ। ବୁଲି ବୁଲି ବିଶ୍ୱ ମୈତ୍ରୀ, ଶାନ୍ତି, ସହାବସ୍ଥାନ, ସମନ୍ୱୟ, ସଂହତିର ବାଣୀ ପ୍ରଚାର କରି ବୁଲୁଛି। ଭାରତର ଆତ୍ମାକୁ ଚିହ୍ନାଉଛି ବିଶ୍ୱସାରା ଜଗନ୍ନାଥ ବାଣୀ ମାଧ୍ୟମରେ। ନିଜ ସ୍ୱାମୀ ଜଗନ୍ନାଥ ସମ୍ପର୍କରେ ପ୍ରାଚୀପ୍ରଭା ନୀରବ ନିର୍ବିଚଳ। ସେ ଜଗନ୍ନାଥକୁ ଉପେକ୍ଷା କରେ କି ଅପେକ୍ଷା କରେ ବୁଝିବା କଷ୍ଟକର। 15 ବର୍ଷ ଭିତରେ ଜଗନ୍ନାଥର ସନ୍ଦେଶ ଯେତିକି ମିଳିଛି, ସବୁକିଛି ବିଭ୍ରାନ୍ତିକର, ନୈରାଶ୍ୟଜନକ। ଜଟାଜୁଟାଧାରୀ ସନ୍ନ୍ୟାସୀ ଜଗନ୍ନାଥ ବିଶ୍ୱ ପରିକ୍ରମା କରି ମୁକ୍ତିର ସନ୍ଦେଶ ବିତରିତ କରୁଛି।
दिनेश अमेरिकार चिठी लिखिथिला। स्वामी जगन्नाथ ब्रह्मचारी सेठारे महात्मा भावरे सर्वजन आदृत होइचंती। से भारतीय किंतु ओडिशार कि नुहे कहि हुए ना। सबु भाषा को से मातृभाषा परि प्रांजल निर्भुल भावरे कहंती। पचारिले कहंती पृथ्वी मोर मातृभूमि, जातिरे मु मनीष। पितामाता ईश्वर, बंधु सखा ज्ञाति कुटुंब, पृथ्वीर जीवजंतु कीटपतंग। से स्थायी आश्रम प्रतिष्ठा करिनाहांती। जाजाबर भली देश देश बुलंती। सबु धर्म उपरे से अगाध्य पांडित्यपूर्ण भाषण देई प्रशंसित हुअंती। ठिकणा मागिले कहंती जेतेबेले जेउंठी थाए सेई मोर ठिकणा। जदि प्राचीप्रभार स्वामी सेई एवं केबे जदि से ओडिशा फेरंती तेबे प्राचीप्रभा तांकु कि भाबे ग्रहण करिब? प्राचीप्रभा को से कि संदेश देबे? दीनबंधु एवं चारुकला प्राचीप्रभा पाई मने मने निजकु अपराधमणि क्षीण हुअंती। प्राचीप्रभा किंतु निर्विकार। चार्ल्सर मने हुए से जेमिति कोणार्कर से प्रतीक्षमाण मूर्तिकलारू गोटिए। से दिनर चंद्रभागा एवं स्वयंचालित जंत्र जुगर प्राचीप्रभा भितरे किछि तफात खोजी पाए नाही चार्ल्स। से भावे भारतर भूगोल बदलिछि, इतिहास बदले नाही। भारतर रूप बदलिछि, आत्मा बदले नाही। चंद्रभागा अबा प्राचीप्रभा ही जन्म नेछि। तेबे एठारे शेष होला औपन्यासिका प्रतिभा रायंकर उपन्यास शिलापद्मर एही भागटी। आगामी अध्याୟରେ एही उपन्यासटीर बाकी अंश गुड़िक आमे सुनिबा। रहिली नमस्कार।